शुभेच्छा पिला माने दशम तुम परीक्षा बोर्ड परीक्षा मात्र 20 दिन रहिला या भितर आमे साहित्य विषय FA1 विभाग FA2 तुम मैंने परीक्षा दे सारे रिविजन सरला गोटे प्रकार रे आज आमे साहित्य विषय पई FA3 विभाग रू आज रिविजन करबा जो थे आमर चैप्टर रही मंगल अइला उषा जाग बंधन ओरा प्रबंध विभाग रे मातृभाषा लोक शिक्षा नरेंद्र विवेकानंद एकांकिकार कोणार्क एवं व्याकरण रे छंद अलंकार तेबे ए विषय रे आज आमे अभ्यास करबा मु स्वागतिका पंडा सह शिक्षयित्री भवानी शंकर सरकारी उच्च विद्यालय रु आज तुम मान को तुमरो रिविजन रे सहयोग करबी। समस्त स्वागत मु शुभलक्ष्मी राणा सरकारी उच्च विद्यालय उज्जलपुर सहकारी शिक्षयित्री ताले पिलामने चलो आ विलंब न करिकि हमर आलोचना कार्यक्रम को हमें आरंभ करिबा। फर्स्ट पार्ट रे हमरो एमसीक्यू रही 25 टा गोटे परे गोटे स्लाइड रे सेटा आसीबो गोटे मिनिट रो व्यवधान रे ताले पिलामने आरंभ होई जाओ तुमर खाता और पेन को पाखरे रखो।
ତାହେଲେ ପିଲାମାନେ ଉତ୍ତର ଆଲୋଚନା କରିବା। କବି କାହାକୁ ଆଶ୍ରମର ଧାତ୍ରୀ ବୋଲି କହିଛନ୍ତି? ତାଙ୍କୁ କହିଛନ୍ତି। ତାଙ୍କୁ କଣ ପାଇଁ ହବ? ତାଙ୍କୁ କାହିଁକି ହେବ? ତାଙ୍କୁ କାହିଁକି ଉତ୍ତର ହେବ? ବାଲ୍ମୀକି ଆଶ୍ରମରେ ରହୁଥିବାରୁ ସୀତାଙ୍କୁ ଆଶ୍ରମର ଧାତ୍ରୀ ବୋଲି କହିଛନ୍ତି। ତାଙ୍କୁ ଆଶ୍ରମର ଧାତ୍ରୀ ବୋଲି କହିଛନ୍ତି। ସୀତାଙ୍କର ସେଟା ପ୍ରଥମ ରାତ୍ରି ଥିଲା, ପ୍ରଥମ ଯାମିନୀର ତାଙ୍କର ଶେଷ ପ୍ରହରୀ ଘଟଣା ଘଟିଛି ହେଲା। ତାହେଲେ ସେ କେମିତି ହେବେ ଆଶ୍ରମର ଧାତ୍ରୀ? ଆଉ ଉଷା ତ ବ୍ରାହ୍ମ ମୁହୂର୍ତ୍ତ, ସେଠାରେ କବି ମାନବତ୍ୱକୁ ଆରୋପ କରିକି ଉଷା ଦେବୀଙ୍କୁ ତାଙ୍କୁ ନେଇକି ଉପସ୍ଥାପନା କରିଛନ୍ତି। ଯାକ ଭୁଲ ଉତ୍ତର। ଠିକ ଉତ୍ତର କଣ ହବ? ଟିକେ ଚିନ୍ତା କରିକି କୁହ ପିଲାମାନେ। ଅନୁକମ୍ପା, ଉଷା ଆଉ ସୀତା ଦେବ ଅନୁକମ୍ପା ଆଉ ତମସା। ତମସା ତମସା ହେଲା ଠିକ ଆନ୍ସର। ତମସା ନଦୀର ଯୋଉ ଜଳରେ ସେମାନେ ପରିପାଳିତ ହଉଥିଲେ, ତେଣୁ ତମସାକୁ ଆଶ୍ରମର ଧାତ୍ରୀ ବୋଲି କବି କହିଛନ୍ତି। ଆଉ ଅନୁକମ୍ପା ହଉଛନ୍ତି ବାଲ୍ମୀକି ଆଶ୍ରମର ବୟୋଜ୍ୟେଷ୍ଠ ତପସ୍ୱିନୀ ବା ବ୍ରହ୍ମଚାରିଣୀ। ପ୍ରଶ୍ନ, ମୁନିଙ୍କର ବେଦ ଧ୍ୱନିକୁ କାହା ସହିତ ତୁଳନା କରାଯାଇଛି? ଓଙ୍କାର ଧ୍ୱନି, ସମୀରର ସଙ୍ଗୀତ ଗାନ, କୁମ୍ଭାଟୁଆର ସ୍ତବ ପାଠ, ସରସ୍ୱତୀଙ୍କ ବୀଣା ଝଙ୍କାର। ପିଲାମାନେ ଭଲ ଭାବରେ ଟିକେ ଦେଖ। ମୁନିଙ୍କର ବେଦ ଧ୍ୱନିକୁ, ମୁନି ମାନଙ୍କର ଯୋଉ ସମ୍ବଳିତ ବେଦ ଧ୍ୱନି ହେଲା, ତାକୁ କବି କାହା ସହିତ ତୁଳନା କରିଛନ୍ତି? କୁମ୍ଭାଟୁଆର ସ୍ତବ ପାଠ। ମୁନିଙ୍କର କୁମ୍ଭାଟୁଆର ସ୍ତବ ପାଠ ନୁହଁ, ଭୁଲ ଉତ୍ତର। ଅପସନ ଡି। ଅପସନ ଡି, ଅପସନ ଡି, ସରସ୍ୱତୀଙ୍କ ବୀଣା ଝଙ୍କାର। ସେଇ ଯୋଉ ମୁନି ମାନଙ୍କର ସମ୍ବଳିତ ବେଦ ଧ୍ୱନିକୁ ସରସ୍ୱତୀଙ୍କ ବୀଣା ଝଙ୍କାର ସହିତ କବି ତୁଳନା କରିଛନ୍ତି। ମୁନିମୁଖ ବେଦସ୍ୱନ କାହାକୁ ପୂର୍ଣ୍ଣ କଲା ବୋଲି କବିତାରେ କୁହାଯାଇଛି? ଶ୍ୟାମବନକୁ। ଠିକ ଉତ୍ତର। ଶ୍ୟାମବନକୁ କଣ କରିଥିଲା? ମୁଖରିତ। ହଁ ଠିକ, ଶ୍ୟାମବନକୁ। ରାଗ ବନ୍ଧନହରା କେଉଁମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି? ନବଯୁଗର ତରୁଣ ମାନଙ୍କୁ। ନବଯୁଗର ତରୁଣ ମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ଠିକ ଉତ୍ତର। ମରୁପଥରେ କଣ ସୃଜି ଯାତ୍ରା କରିବା ପାଇଁ ନିର୍ଝର ମରୁଭୂମିରେ ନିର୍ଝର ସୃଷ୍ଟି କରିବାକୁ କହିଛନ୍ତି। ନେକ୍ସଟ, ମାନବ ଶିରରୁ କଣ ପୋଛି ଦେବାକୁ କବି କହିଛନ୍ତି? ଅପମାନ। ଠିକ ଠିକ ଆନ୍ସର। ଅନ୍ନଦାଶଙ୍କର ରାୟ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ଢେଙ୍କାନାଳରେ। ଦେଶୀ ସରକାର କାହା ବଳରେ ଲୋକଙ୍କୁ ଦୂରରେ ରଖିଛନ୍ତି? ଇଂରାଜୀ ବଳରେ। ଠିକ ଅଛି, ଇଂରାଜୀ। ଅନ୍ନ ବସ୍ତ୍ର ପରି ଜନତାର କଣ ଦରକାର? ନିଜର ଭାଷା। ଠିକ ଅଛି, ନିଜର ଭାଷା ଦରକାର। ପିତା ବିଶ୍ୱନାଥ ଦତ୍ତଙ୍କ ମୃତ୍ୟୁ ବେଳକୁ 22 ବର୍ଷ। ପ୍ରଶ୍ନ ଠିକ ରେ ବୁଝ। ପିତା ବିଶ୍ୱନାଥ ଦତ୍ତଙ୍କ ମୃତ୍ୟୁ ବେଳକୁ ନରେନଙ୍କୁ କେତେ ବର୍ଷ ହୋଇଥିଲା? 22 ବର୍ଷ। 22 ବର୍ଷ। 21 ବର୍ଷ। 21 ବର୍ଷ ହେଲା, 21 ବର୍ଷ।
गुरु श्री रामकृष्ण परमहंस जेतेबेले पृथ्वीरू विदाय नेले सेतेबेले तांकू 22 वर्ष होइतिला एवं तार गोटे वर्ष पूर्वरू तांकर पिता विश्वनाथ दत्तଙ୍କର मृत्यु होइतिला अर्थात तांकू सेतेबेले 21 वर्ष होतला हला। नैनीताल रे स्वामी जी निवेदिता को कहा कथा कहिथिले? नैनीताल रे स्वामी जी निवेदिता को कहा कथा कहिथिले? ऑप्शन बी। ऑप्शन बी खेतरी रो बाईजी को नहीं। नैनी सरोवर रे जेतेबेले हमर निवेदिता सहित दुई जण रमणी कथा होतिले से दुई जण रमणी आ केही नथिले बाईजी थिले तेणु सेही समय से बाईजी को कथा कहिथिले तांको। क्रिसमस इव रो राति रे नरेंद्रनाथ भाव विह्वल होई केउ महापुरुषों कथा कहिथिले? जीसु। जीसु। तो ठीक उत्तर। केउ मंदिर रो कारुकार्य उत्कल रो श्रेष्ठ कीर्ति? कोणार्कर सूर्य मंदिर। कोणार्कर सूर्य मंदिर। ए काल राति कोन पाहिब एहा कहार उक्ति? विशु महाराणा। विशु महाराणा। तृतीय दृश्य ठीक अछि। तृतीय दृश्यर आरंभ रे एटा अछि नहीं से जेतले पदचारणा करूथिले कोठारे सेही जो चूल विहीन कोणार्क मंदिर रो सामना रे सेतेबेले से सेटा कहिसंती। कहा को सुमरणा करी अनुकूल करी जिबाकू धर्मार मा धर्मा को उपदेश देइथिले? मंगला मांकु। मंगला मांकु। मंगला मांकु। सिंह परी जुझिबा एहा की प्रकार रूढ़ी? तुलनात्मक। ऑप्शन बी। तुलनात्मक केमती जानिलो? ठीक अछि उत्तर ठीक अछि। केमती जानिलो तुमे एटा तुलनात्मक रूढ़ी बोली? परी लागि थिबारु। गुड वेरी गुड। परी ए जो परी हमर तुलनात्मक पद सेटा लागि थिबारु हमें एटा गोटे तुलनात्मक रूढ़ी बोली जानिली। अहिनकुल संपर्क एहा की प्रकार रूढ़ी? क्रियाहीन। क्रियाहीन। ऑप्शन सी। ऑप्शन सी ठीक अछि क्रियाहीन रूढ़ी। कवितुंड मेंढा मुंड एही लोकवाणी केउ अर्थ प्रकाश करूची? आर्ष वचन। कवितुंड ऑप्शन डी। आर्ष वचन ऑप्शन डी ठीक अछि। बहु अवांतर कथा कहिबा अर्थ प्रकाश करूथबा रूढ़ीटी को लेख? दाऊ साधिबा। ऑप्शन सी। दाऊ साधिबा। ऑप्शन सी। ऑप्शन सी भूल अछि। भूल हला आ टिके देखो भलो भाबरे। कुहामुंड कपिला। कुहामुंडा कपिला। ऑप्शन बी कुहामुंडा कपिला ठीक आंसर। सारला दास को महाभारत केउ छंद रे रचित? दांडीवृत्त रे। दांडीवृत्त रे। दांडीवृत्त ठीक अछि दांडीवृत्त रे रचित। दांडीवृत्त रो अक्षर संख्या केते? अक्षर समान रहिबो ना असमान रहिबो? केतोटी पादरे गोटे पद? दुईटी पादरे। पादरे गोटे पद। ताले प्रथम पाद द्वितीय पादर अक्षर संख्या समान रहिबो ना नहीं? अक्षर संख्या असमान रहिबो हला। तेणु गायक जेते बेले ताकू गान करिवे से निज इच्छा अनुसार जोठारे हेले भी से ज्योतिपात नेबे। अच्छा नटबाणी रे अक्षर संख्या केते? नटबाणी छंदर केतोटी पादरे गोटे पद हबो? 12। दुईटी पादरे। पादरे गोटे पद ठीक अछि। बंगलाश्री बंगलाश्री केतोटी पादरे गोटे पद? गोटे पदरे। केतोटी पादरे गोटे पद हबो बंगलाश्री? दुई पाद।
ପାଦରେ ଗୋଟିଏ ପଦ। ଅକ୍ଷର ସଂଖ୍ୟା ପ୍ରତ୍ୟେକ ପାଦର ଅକ୍ଷର ସଂଖ୍ୟା କେତେ ରହିବା କଥା? 20। ଗୁଡ୍। ଉଜ୍ଜରୀ କେତୋଟି ପାଦରେ? 20। ଉଜ୍ଜରୀ କେତୋଟି ପାଦରେ ଗୋଟିଏ ପଦ? ଯାହାକୁ ଆମେ ଭାଗବତ ବାଣୀ ବା ନବାକ୍ଷରୀ ବୃତ୍ତ ବି କହିଥାଉ। କେତୋଟି ପାଦରେ ଗୋଟିଏ ପଦ? 2 ପାଦରେ ଗୋଟିଏ ପଦ। ଅକ୍ଷର ସଂଖ୍ୟା ପ୍ରତ୍ୟେକ ପାଦର ଠିକ ଅଛି। ଅକ୍ଷର ସଂଖ୍ୟା କେତେ? 9। 9 ଠିକ ଅଛି। ତେଣୁ ତାକୁ ନବାକ୍ଷରୀ ବୃତ୍ତ ବୋଲି କୁହାଯାଏ। ଠିକ। ଅମୃତ ବିନୟ ବଚନ କହି ତୋଷିବ ପ୍ରାଣୀ ମନ, ଏହା କେଉଁ ଛନ୍ଦରେ ରଚିତ? ଉଜ୍ଜରୀ। ଉଜ୍ଜରୀ ଠିକ ଅଛି। କେଉଁ ଛନ୍ଦର ତୃତୀୟ ପାଦରେ 9ଟି ଅକ୍ଷର ଥାଏ? ନଟବାଣୀ। ନଟବାଣୀ ପ୍ରଥମେ ଚିନ୍ତା କର। ଚୋଖୀ। ଅପସନ ବି ଚୋଖୀ। ଚୋଖୀ ଠିକ ଉତ୍ତର। ତୁମର ପ୍ରଶ୍ନ କଣ ଅଛି ନା କେଉଁ ଛନ୍ଦର ତୃତୀୟ ପାଦରେ ହେଲା। ତାହେଲେ ଯେଉଁ ଛନ୍ଦ 2ଟି ପାଦରୁ ଅଧିକା ଥିବ ଆମେ ତାକୁ ପ୍ରଥମେ ଦେଖିବା। କାହିଁକି ନା ଆମର ଦେଖ ଚୋଖୀ ଶଙ୍କରାଭରଣ, ଚୋଖୀ, ନଟବାଣୀ, ବଙ୍ଗଳାଶ୍ରୀ। ନଟବାଣୀ ବଙ୍ଗଳାଶ୍ରୀ 2ଟି ପାଦରେ ଗୋଟିଏ ପଦ ହେଲା। ତୃତୀୟ ପାଦର ପ୍ରଶ୍ନ ହିଁ ଉଠୁନାହିଁ। ତେଣୁ ବାକି ରହିଲା ଶଙ୍କରାଭରଣ, ଚୋଖୀ। ଏଥିରେ ଆମର 4ଟି ପାଦରେ ଗୋଟିଏ ପାଦ ରହୁଛି। ବୁଝିଲା? ତାହେଲେ ବର୍ତ୍ତମାନ ଆମେ 2ଟାକୁ ଦେଖିବା। କାହାର ତୃତୀୟ ପାଦରେ 9ଟି ଅକ୍ଷର ରହୁଛି? କାହାର ରହୁଛି ନା ଚୋଖୀ। ଚୋଖୀର ପ୍ରଥମ ଦୁଇଟି ତାପରେ ତୃତୀୟ ପାଦରେ ଆମର ରହିବ 9ଟି ଅକ୍ଷର, ଚତୁର୍ଥ ପାଦରେ ରହିବ 13ଟି ଅକ୍ଷର। ଠିକ ସେଇଭଳିଆ ଶଙ୍କରାଭରଣର ପ୍ରଥମ, ଦ୍ୱିତୀୟ ଏବଂ ଚତୁର୍ଥ ପାଦରେ ରହିବ ଆମର 14ଟି ଅକ୍ଷର ଏବଂ ତାର ତୃତୀୟ ପାଦରେ ରହିବ 8ଟି ଅକ୍ଷର। ଦେଖି ନବ କାଳିକା ବକାଳିକା ମାଳିକା ଆଳି କାଳିକା କାନ୍ତସ୍ୱରୀ, ଏଥିରେ କେଉଁ ଅଳଙ୍କାର ପ୍ରଯୁକ୍ତ? ଅନୁପ୍ରାସ। ଅପସନ ବି ଅନୁପ୍ରାସ। ଅନୁପ୍ରାସ କେମିତି ଜାଣିଲ? ଅପସନ ବି ଅନୁପ୍ରାସ। ଠିକ ଅଛି ଠିକ ଅଛି। କେମିତି ଜାଣିଲ? ବ୍ୟଞ୍ଜନ ବର୍ଣ୍ଣ ଅଛି ବୋଲି। କେଉଁ କେଉଁ ବ୍ୟଞ୍ଜନ ବର୍ଣ୍ଣ ଅଛି? କେଉଁ କେଉଁ ବ୍ୟଞ୍ଜନ ବର୍ଣ୍ଣ? ହଁ ସେଇଟା ବ୍ୟଞ୍ଜନ ତ ଅଛି। ତାର ବାରମ୍ବାର କ ଏବଂ ଅଳ ର ବାରମ୍ବାର ଉଚ୍ଚାରଣ ହେଉଥିବାରୁ ସେଟା ଅନୁପ୍ରାସ ଅଳଙ୍କାର ହେଲା। ତମ ବହିରେ ଆଉ 2ଟି ଅଛି ତାର ପାଦ। ଯଦି ଆମେ ତାକୁ ନେଇଯିବା ତାହେଲେ ସେ 2ଟିରେ ର ଉଚ୍ଚାରଣ ବେଶୀ ହେଇଛି ହେଲା। ପ୍ରଚେତା ପ୍ରବାଳ ପ୍ରାସାଦର ରୁଚି ନୀଳ ନିରୁ ଅବା ଫୁଟି ବାହାରୁଛି, ଉଦ୍ଧୃତଟିଏ କେଉଁ ଅଳଙ୍କାର ପ୍ରଯୁକ୍ତ? रूपक। उत्प्रेक्षा। ऑप्शन बी रूपक। उत्प्रेक्षा। ऑप्शन सी उत्प्रेक्षा। ऑप्शन सी उत्प्रेक्षा। ये रूपक कहला। रूपक केमती हैला? उत्प्रेक्षा। ऑप्शन सी। ऑप्शन सी ठीक अछि उत्प्रेक्षा। उत्प्रेक्षा काहे हैला? ओबा कौन अटे? हाँ उत्प्रेक्षावाचक शब्द। उत्प्रेक्षावाचक पद। वेरी गुड। आउ कि उत्प्रेक्षावाचक पद तुमे जानिछ? की सते की सीना सते की सीना सते बा बोधे अबा किबा बा ठीक अछि। बस रूपक अलंकार रे हमर देख उत्प्रेक्षा अलंकार हमर कोन होय ना उपमेय रो उपमान कोन होय तर्कणा उपमेय ऊपर उपमान रो तर्कणा बा संभावना कथित होई थाए हैला। आ जे रूपक कहिलो सेटा भूल आंसर थिला। रूपक रे हमर उपमेय एवं उपमान मध्य अभेद कल्पित होई थाए जोटा कि तांको भीतर किछि भेद नाही हैला। चिलिकारे सायंतन दृश्य कविता केउ छंदरे रचित? चोखी। ऑप्शन ए चोखी। ऑप्शन ए चोखी। संडी नटवाणी। ऑप्शन डी नटवाणी। नटवाणी केमती हैला?
ऑप्शन डी नटवाणी नटवाणी ठीक अच्छी एमती है कह तार लक्षण किसी जानी ना लक्षण लगुव 12टी अक्षर अछि 12टी अक्षर अच्छी चोखी नुह है। अच्छा आम साहित्य बही कौ कविता चोखी रे चोखी छंद रचित चोखी छंद मंगले दांडी वृत्तर किसी अच्छी कि दांडी वृत्त छंद उपरे किसी अच्छी कविता आमे पढ़ीचे भीमंक सिंहनाद रडी वेरी गुड भीमंक सिंहनाद रडी हाँ ठीक अच्छे आ गुजरी भागवत बाणी भागवत जो पढ़ुचे आमे घरे घरे समस्त घरे अच्छी सेटा नहीं कि नहीं गुजरी अन्य नाम भागवत बाणी बा नवाक्षरी वृत्त बुझीला आमे जो भागवत पढ़ुचे सेटा भागवत बाणी छंदरे रचित बा गुजरी सुभाष चंद्र बोस स्कूल को बहुत धन्यवाद ठीक उत्तर देते। वर्तमान मु स्वागतिका दीदी को अनुरोध करी से सब्जेक्टिव पार्टी को आगे नेबे मैंने देखिकी बहुत खुशी लगिला जे तुम मैंने बहुत भल भाव पढ़ापढ़ी करुच कारण जोटा प्रश्न रे दिया जाइथिला ता छड़ा भी अलग प्रश्न पचारला बेलू तुम मैंने उत्तर दे पारुच एबे भी समय अच्छी किसी डाउट थिले तुम मैंने क्लियर कर टीचर गठू हमर जो सब्जेक्टिव प्रश्न पत्र आज दिया जाइथिला सेते कोन सब दिया जाइथिला प्रश्न ना तुम जानिच सब्जेक्टिव प्रश्न रे तुमरो दीर्घ उत्तरमूलक प्रश्न रहइबो उभय पद्यरु गद्यरु तापरे सप्रसंग सरलार्थ लिखिबा पई मध्य रहइबो या छड़ा अनुच्छेद गोटे लिखिबा को पड़िबो रचना रहइबो एवं दरखास्त पत्र लिखन तो जेहेतु 25 मार्क प्रश्न पत्र एथिरे हमर रहिछि दीर्घ उत्तरमूलक प्रश्न तुम मैंने एटा करिथिबो निश्चित भाव में करि सारिथिबो तो वर्तमान आम आलोचना करबा जे प्रश्न गुडी को आम जदि परीक्षा रे पढ़िला कि भले ताको अटेंड करबा ता सहित समस्त दीर्घ उत्तरमूलक प्रश्न लिखिया पई किसी स्वतंत्र विधि रही कि से संपर्क में पुणी थोड़ा आलोचना करबा कारण स्कूल रे तुमको तुम टीचर कहि सारिथिबेनी या ऊपर बतई सारिथिबेनी आम आउथरे आलोचना करबा। आमर प्रथम प्रश्न थिला जनतार सामूहिक शिक्षा पाई मातृभाषा ही प्रकृत माध्यम सत्यता प्रतिपादन कर तो यहाँ आमर को पाठरू पड़ी पिला माने कह एटा को पाठरू आछि प्रश्नटा तार सामूहिक शिक्षा पाई मातृभाषा ही प्रकृत माध्यम प्रतिपादन कर अर्थात केते दूर मैंने उत्तर दियो ए प्रश्नटा को पाठरू आछि आलोचनाटा बहुत जरूरी तेबे जाई तुमे सब्जेक्टिव रो 50 मार्क प्रश्न पत्र भल भाव में तार उत्तर करि परिबो। गर्ल्स हाई स्कूल छत्ता सर्गी छटनपाली पिला उत्तर दियो जनतार सामूहिक शिक्षा पाई मातृभाषा ही प्रकृत माध्यम एटा को पाठरू आछि लेखचंदी मातृभाषा लोक शिक्षा गोलक बिहारी धळ समस्ते सबू स्कूल टिके रेडी हो जाओ बर्तमान तुम शीघ्र शीघ्र उत्तर दब तो प्राबंधिक प्रबंध रे जो ए लाइन टा कहिसंती जनतार सामूहिक शिक्षा पाई मातृभाषा ही प्रकृत माध्यम प्रश्न को प्रथमे बुझिबा को हबो जे प्रश्न रे कोन मागिछि अनेक समय पिला माने प्राबंधिक परिचय लिखि दियंती एवं प्रश्न रे जहाँ मागिछि ताकू न लिखिकी छाड़ी दियंती तो तुम्हें जेते अधिक लिखिले भी प्रश्न रे जहाँ मागिछि ताकू जदि न लिखिबो हेले केबे भी परीक्षक तुमको मार्क दे पारिबे नाही तो उक्तिटीर सत्यता प्रतिपादन करो तुम्हें केते दूर बुझीच ताकू प्रमाण करिया को हबो एथरे तो दीर्घ उत्तरमूलक जो 5 मार्क रो प्रश्न सेतिरे 3टी अनुच्छेद रहइबो प्रथम अनुच्छेद रे केतेटा वाक्य रहइबो निहाती 3टा वाक्य आमे रखिबा तो 3टा वाक्य भितरे कोन कोन रखिबा कहले देखि प्राबंधिककर नाम प्रबंधर नाम जेतुटा प्रबंधर प्रश्न ता छडा आ कोन रहइबो
कौन कौन रहिले एठी तुमको मार्क मिलिबो कौन कौन रहिले तुमे एठी मार्क पाइबो तुमे कुह मु ताकू वाक्य रे परिवर्तन करबी एई प्रथम अनुच्छेद रे हमें कौन कौन जिंस रखिबा हेले भी सुधारी हबो पिला माने कुह कहबा आरंभ कर कौन कौन रखिबा लेखक नाम केउ पुस्तक रु आछि तांको कृति गुड़िक गोलक बिहारी धल ठीक अच्छी तापरे प्रबंधर ना मातृभाषा लोक शिक्षा नहीं कि आउ तांकर अन्यान्य केतेटा साहित्य कृति ओडिया केबे आउ कौन सी भी दुईटी साहित्य कृति रखिबा ठीक अच्छे एतिकी लिखिदेले कौन प्रथम अनुच्छेदटा कंप्लीट हो गला कि आउ सेतिरे किछि लिखिबा दरकार कि हाटी भाव में लिखा दरकार कौन लिखा ना जनतार सामूहिक शिक्षा पाई मातृभाषा ही प्रकृत माध्यम एटा को प्रमाणित करने आमको से संपर्क में मध्य गोटे वाक्य प्रश्न को लेकर गोटे वाक्य लिखा को पड़ो तो कौन लिखा देख आधुनिक ओडिया प्रबंध साहित्य जगतर सारस्वत साधक गोलक बिहारी धल ना आसीगला जड़े विशिष्ट प्राबंधिक सफल अनुवादक भाषा तत्वविद तथा शिशु साहित्यिक भाव में परिचित एटा बही रे अच्छी लेखक परिचय रे तो तुम्हें प्राबंधिक ना लिखिल संपर्क में सूचना देल तापर कौन लिखिल ओडिया केबे प्रबंध रु एटा संगृहीत होईची ओडिया केबे प्रबंध रु संगृहीत मातृभाषा लोकशिक्षा नामक प्रबंध रे एका संगे गोटे लाइन रे कंप्लीट कलो प्राबंधिक कौन करिसंती एटा होची इंपोर्टेंट पार्ट को जिनसटा पिला माने इंपोर्टेंट पार्ट देखो एथिरे इंपोर्टेंट पार्ट कोटा ना प्राबंधिक कौन कर सामूहिक शिक्षा रे मातृभाषार भूमिका संपर्क रे वर्णना करटा हूँ सब गुरुत्वपूर्ण कौन कर सामूहिक शिक्षा रे मातृभाषार भूमिका ए संपर्क रे से बतई सामूहिक शिक्षा कौन तुम मैंने जान कि नहीं तो एटा लिखिले जाए तुमको मार्क मिलिबो एथिरे हाफ मार्क रही बुझी पारलो तांको ना सहित पाठर ना सहित को विषय रे को भूमिका संपर्क रे से वर्णना कर तबे मूलरू सेटा को प्रमाण करबा आरंभ करिवो तापर आसला द्वितीय अनुच्छेद रे 7 रु 8 टी वाक्य रहइबो निहाती 7 रु 8 टी वाक्य रहइबो तो द्वितीय अनुच्छेद रे हम कोन कोन सब रखिबा ने जनतार सामूहिक शिक्षा पाई मातृभाषा जो गोटे प्रकृत माध्यम बोले से जो तथ्य रखिले केते दूर ठीक तुमको लागुची आ से संपर्क से कौन कौन सब प्रबंध रे कहिसंती सेगुड़ा हमको उपस्थापन करिया पड़िबो जेमति कि गोटे शिशु कौन अछि प्रबंध रे कौन अछि ना गोटे शिशु जतले मातृगर्भ रु भूमि स्पर्श करूची से कौन करची करिया मात्रे निजर परिवेश को नेकरी मातृ शिक्षा अनुसार माड जोटा शिखिची से अनुसार से कौन करूची कथित भाषार व्यवहार करूची आ से कथित भाषार व्यवहार करिकि से बड़ होउची एटा प्रबंध रे कहै जाईची तो तमे एटा जुक्ति रखुछो तापर कोन वास्तव में कहया को गले आंचलिक भाषा हेउची जनतार प्रथम प्रयोजन ए पूरा लाइन ता ही तमर प्रबंध रे लिखा आइछि प्रबंधीय कहिसंती जे जदि आमे प्रकृति रे कहया कोन आंचलिक भाषा हेउची जनतार प्रथम प्रयोजन केते आवश्यक पुणी प्रमाणित करूचंती कोन ना अन्न वस्त्र जेमती मनुष्य पई जरूरी अन्न बिना रही परिबनी वस्त्र बिना रही परिबनी सेही भलिया व्यक्तिर मौलिक आवश्यकता होची निजर भाषा अन्न और वस्त्र दीटा मौलिक आवश्यकता ता सहित आ गोटे मध्य मनुष्यर मौलिक आवश्यकता होची तार भाषा पशु पक्षी मानकर भी ध्वनिटा तांकर मौलिक आवश्यकता जोटा आमे बुझी पारि न थाउ किंतु मनुष्यर मौलिक आवश्यकता होची तार भाषा एणु गांधीजी मातृभाषा को मातृस्तन्य परि मूल्यवान कहिथिले एटा तमे जुक्ति रखुछो गोटे गोटे पॉइंट जोडुछो सेथिरे प्रमाण करूछो प्रश्नटा को केमती जरूरी तापरे कोन आज 21तम शताब्दी रे मध्य आमे मातृभाषा प्रति सचेतन नुह आउ इंग्रजी भाषा ऊपर आमे कोन करूछु बेसी गुरुत्व दउछु धीरे धीरे टॉपिक कॉन्टेक्स्ट को आसुछो इंग्रजी भाषा प्रभाव रे मातृभाषार प्राधान्य कमी जिबा फल धीरे धीरे कोन होची इंग्रजी भाषार प्रभाव माने प्रभाव बेसी रोची मातृभाषार प्राधान्यटा आमे धीरे धीरे कोन करूछु कमे दउछु दुर्बल श्रेणी रो व्यक्ति माने अवहेलित होउछंती दुर्बल कहले को माने जो माने अधिक शिक्षा लाभ करिनांती जो माने परिश्रम करिकरी निजर आर्थिक रोजगार करंती से माने
ସେମାନେ ହଉଛନ୍ତି ଦୁର୍ବଳ ଶ୍ରେଣୀ, କାରଣ ସେମାନେ ଅଧିକ ଶିକ୍ଷା ଲାଭ କରିନାହାନ୍ତି, ଉଚ୍ଚ ଶିକ୍ଷା ଲାଭ କରିନାହାନ୍ତି। ତ ସେମାନଙ୍କ ପାଇଁ ବେଶୀ ସମସ୍ୟା ଯେତେବେଳେ ଆମେ ଇଂରାଜୀ ଭାଷାକୁ ବ୍ୟବହାର କରୁଛୁ, ଯାହାକି ଆମ ରାଜ୍ୟର ଆଞ୍ଚଳିକ ଭାଷାର ଉତ୍ଥାନ ପାଇଁ ଏକ ଗୋଟେ ଦୁର୍ଭାଗ୍ୟଜନକ ବିଷୟ ହୋଇଯାଉଛି। ପ୍ରମାଣ କରୁଛୁ, ଏଇଟା ପ୍ରମାଣିତ ହେଲା। ଜନତାକୁ ଅଳ୍ପ ସମୟ ମଧ୍ୟରେ ଶିକ୍ଷିତ କରାଇବାକୁ ହେଲେ ସର୍ବୋତ୍କୃଷ୍ଟ ମାଧ୍ୟମ ହଉଛି କଣ? ମାତୃଭାଷା। ମାତୃଭାଷା ହଉଛି ସବୁଠୁ ଉତ୍କୃଷ୍ଟ ମାଧ୍ୟମ। ଏବେ ଆସିଲ ସେ ଯୋଉ ପଏଣ୍ଟଟା କହିଥିଲେ, ସେ ପଏଣ୍ଟକୁ ତମେ ଆସିଲ। ତା ପୂର୍ବରୁ ତୁମେ ବତେଇଲ ଯେ କେମିତି ବର୍ତ୍ତମାନର ସିଚୁଏସନ କଣ ଅଛି, ଆମେ କେମିତି ଇଂରାଜୀ ଭାଷାର ବ୍ୟବହାର କରୁଛୁ, କାହାର ଅସୁବିଧା ହଉଛି। ଇମ୍ପୋର୍ଟାଣ୍ଟ ହଉଛି ଦେଖ, ଦୁର୍ବଳ ଶ୍ରେଣୀର ବ୍ୟକ୍ତି ମାନେ ଅବହେଳିତ ହେଉଛନ୍ତି। ତାପରେ ଦେଶର ପ୍ରତ୍ୟେକ ନାଗରିକ ଉପଯୁକ୍ତ ଶିକ୍ଷା ନ ପାଇଲେ ଗଣତାନ୍ତ୍ରିକ ବିକାଶ ଅସମ୍ଭବ ହେବ। ଯଦି ଦୁର୍ବଳ ଶ୍ରେଣୀର ଲୋକ ଅବହେଳିତ ହେବେ ତେବେ ଦେଶର କଣ ଅସୁବିଧା ହବ? କଣ ଅସୁବିଧା ହବ ନା ଦେଶର ବିକାଶ ହେଇପାରିବନି, ଦେଶର ପ୍ରଗତି ବାଧାପ୍ରାପ୍ତ ହବ। ତେଣୁ ସେଇଟାକୁ ତମକୁ ଲେଖିବାକୁ ପଡିବ। ତାପରେ ଦେଖ ଏବେ କଣ ହେଲା, ସାମୂହିକ ଶିକ୍ଷା ଅଭାବରେ, ଏବେ ସାମୂହିକ ଶିକ୍ଷା ତମେ ତ ବୁଝିଥିବ ପିଲାମାନେ, ଯୋଉଥିରେ ବହୁତ ଲୋକ ଏକା ସାଙ୍ଗରେ ତାଙ୍କୁ ଆମେ କିଛି ଶିକ୍ଷା ଦେବାକୁ ଚାହୁଁଛୁ। କଣ ଶିକ୍ଷା ଦେବାକୁ ଚାହୁଁଛୁ? କଣ ଗଣିତ, ବିଜ୍ଞାନ, ଇଂରାଜୀ ଶିକ୍ଷା ଦେବା କି? ନାଇଁ, ସମାଜରେ ଚଳିବା ପାଇଁ ଗୋଟେ ସୁସ୍ଥ ଜୀବନ ବିତେଇବା ପାଇଁ ଯୋଉ ଶିକ୍ଷା ଦିଆଯାଏ ସେଇଟା ହଉଛି ସାମୂହିକ ଶିକ୍ଷା। ସାମୂହିକ ଶିକ୍ଷା ଅଭାବରେ ସେ ଯେଉଁ କ୍ଷେତ୍ରରେ ଦେଶ ପାଇଁ ଯୋଗଦାନ କରିଥାନ୍ତା, ରାଜ୍ୟକୁ ସେବା ଦେଇପାରିଥାନ୍ତା, ତାହା ସଫଳ ହୋଇପାରିବ ନାହିଁ। କହିଲେ ଦେଖି ପିଲାମାନେ, କୃଷକ ଗୋଟେ ଦେଶ ପାଇଁ ତାର ଯୋଗଦାନ ରହୁଛି କି ନାହିଁ? କୃଷକ ଗୋଟେ ଦେଶର ପ୍ରଗତି ପାଇଁ ତାର ଯୋଗଦାନ ଅଛି କି ନାହିଁ? ଅଛି। ସେ ଶସ୍ୟ ଉତ୍ପାଦନ କରୁଛି, ଖାଦ୍ୟର ପୂରଣ କରୁଛି। ତେଣୁ ତମେ ସେଇଟା ଲେଖିବାକୁ ପଡିବ। କଣ ନା ରାଜ୍ୟକୁ ସେ ଯୋଉ ସେବା ଦେଇଥାନ୍ତା, ଦେଶକୁ ଯୋଉ ସାହାଯ୍ୟ କରିଥାନ୍ତା, ସେଇଟା ସଫଳ ହୋଇପାରିବ ନାହିଁ। କାରଣ ମାତୃଭାଷାରେ ଯେତେ ଶୀଘ୍ର କାମ ହେଇପାରିବ, ବିଦେଶୀ ଭାଷାରେ ତାହା ସମ୍ଭବ ହେବ ନାହିଁ। ମାତୃଭାଷାରେ ମନୁଷ୍ୟର ଯୋଉ ସ୍ଫୂର୍ତ୍ତି ଥାଏ, ଆମେ ଯୋଉ ସହଜରେ ଆମେ ତାକୁ ବ୍ୟବହାର କରିପାରୁ। ସ୍ଫୂର୍ତ୍ତି କାହିଁକି କୁହାଗଲା ପିଲାମାନେ? ଆମେ କଥା ନ କହିଲେ ବି ଆମେ ଗୋଟେ ଜିନିଷଟା ଅନୁଭବ କଲେ ବି ନିଜ ମାତୃଭାଷାରେ ତାକୁ ଅନୁଭବ କରୁ, ବୁଝିପାରୁ, ନାଇଁ କି? ତାହା ଅନ୍ୟ କୌଣସି ଦ୍ୱିତୀୟ ଭାଷାରେ ହୁଏ ନାହିଁ ବୋଲି କଣ କରିଛନ୍ତି ନା କବି ଆମର ପ୍ରାବନ୍ଧିକ ଆମର କବି ଅନ୍ନଦାସ ଶଙ୍କର ରାୟ। ଅନ୍ନଦାସ ଶଙ୍କର ରାୟଙ୍କର କଥା ତ ଗୋଟେ ପ୍ରଶ୍ନ ଥିଲା, କୋଉଠି ଜନ୍ମ ହେଇଥିଲେ ଥିଲା ଗୋଟେ ପ୍ରଶ୍ନ ଥିଲା। ତ ସେ ଅନ୍ନଦାସ ଶଙ୍କର ରାୟ ସେ ନିଜେ ସେଟାକୁ ସ୍ୱୀକାର କରିଛନ୍ତି, ଆଉ ସେଥିପାଇଁ ସେ ବଙ୍ଗଳା ଭାଷାକୁ ପୁଣି ଫେରିଛନ୍ତି। ଓଡିଆରେ ଜଣେ ସ୍ୱନାମଧନ୍ୟ ସାହିତ୍ୟିକ ଥାଇକରି ବି ବଙ୍ଗଳା ଭାଷାକୁ ଫେରି ଯାଇଛନ୍ତି। ମାତୃଭାଷା ହିଁ ଶାସକଙ୍କୁ ସାଧାରଣ ଲୋକଙ୍କ ସହ ସଂଯୋଗ ରଖିବାରେ ସହାୟକ ହେବ। ସାଧାରଣ ଜନତାଙ୍କୁ ଯଦି ସଂଯୋଗ ଆମେ ରଖିବାକୁ ଚାହୁଁଛୁ, ଏଟା ପ୍ରାବନ୍ଧିକ କହିଛନ୍ତି, ସେଇ ଯୁକ୍ତିଟାକୁ ତମକୁ ଏଠି ରଖିବାକୁ ପଡିବ। କାର୍ଯ୍ୟାଳୟରେ ଭାଷା ମାତୃଭାଷା ହେବା ସହ ବିଭିନ୍ନ ଫଳକ ଯୋଉଟା ଆମେ କହୁଛେ, ବିଭିନ୍ନ ପ୍ଲେଟ ଯୋଉ ରଖାଯାଉଛି, ସେଥିରେ ବିଭିନ୍ନ ପ୍ରକାର ସୂଚନା ଦିଆଯାଉଛି, ସେ ଫଳକ ଗୁଡିକ ତଥା ପ୍ରଚାର ପତ୍ରକୁ ମଧ୍ୟ ମାତୃଭାଷାରେ ଲେଖିବାକୁ ହବ। ହେଲା, ସଡକ ସୁରକ୍ଷା ବାର୍ତ୍ତା ଆମର ଦିଆଯାଉଛି, ଏଟା ବହିରେ ନାହିଁ, କିନ୍ତୁ ଆମେ ଏଇ ଜିନିଷକୁ ଲେଖିବା, କାରଣ ତୁମେ ଏଇଟା ବୁଝିଛ, ଏଇଥିରେ ତୁମେ ମାର୍କ ପାଇବ। କଣ ନା କଣ ସାମୂହିକ ଶିକ୍ଷା କୋଉଟା? ଦେଖ, ଏଇଟା ବହିରେ ନାହିଁ, କିନ୍ତୁ ତୁମକୁ ବୁଝେଇଛନ୍ତି ଶିକ୍ଷକ। କଣ ନା ସଡକ ସୁରକ୍ଷାର ବାର୍ତ୍ତା, ଇଏ ଗୋଟେ ସାମୂହିକ ଶିକ୍ଷା। ତାପରେ ସ୍ୱାସ୍ଥ୍ୟ ଆଉ ଅନ୍ୟାନ୍ୟ ଜନସଚେତନତାମୂଳକ ଶିକ୍ଷା ସମ୍ବନ୍ଧୀୟ ଦିଆଯାଉଛି, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦିଆଯାଉଛି, ଅନ୍ୟାନ୍ୟ ଜନସଚେତନତା। ଆଉ କଣ ଜନସଚେତନତା ତମେ ଲେଖିପାରିବ? ସଡକ ସୁରକ୍ଷା ଉପରେ ବି ଲେଖିପାରିବ, ପରିବେଶ ପ୍ରଦୂଷଣ ଉପରେ ବି। ତ ମୂଳକ ବାର୍ତ୍ତା ଗୁଡିକ ମାତୃଭାଷାରେ ଲେଖା ହେବା ଆବଶ୍ୟକ। ଲୋକ ବୁଝିବେ, ତାକୁ ବ୍ୟବହାର କରିବେ। ଆମ ମାତୃଭାଷାର ସମ୍ମାନତା ତ ଅଭିମାନ ନିମନ୍ତେ ଆମକୁ ହିଁ ବ୍ୟଗ୍ରତାର ସହିତ କାର୍ଯ୍ୟ କରିବାକୁ ହେବ। ହେଲେ ଯାଇକି କଣ ହବ? ମାତୃଭାଷା ସଫଳ ସାମୂହିକ ଶିକ୍ଷାରେ ମାନେ ଦେଶର ପ୍ରଗତିରେ ସମ୍ଭବ ହେଇପାରିବ। ତ ଏଇଠି ତୁମେ ଯୁକ୍ତି ଉପସ୍ଥାପନ କଲ, ଏଇଟା ହଉଛି ଦୀର୍ଘ ଉତ୍ତର ମୂଳକର ମେନ୍ ପାର୍ଟଟା। ଏଇଥିରେ ତୁମକୁ ପ୍ରଶ୍ନ ସମ୍ପର୍କିତ ଉତ୍ତର ହିଁ ଦେବାକୁ ପଡିବ। ତାପରେ ଆସିବ ପିଲାମାନେ ତୃତୀୟ ଅନୁଚ୍ଛେଦ। ଅନୁଚ୍ଛେଦ ତ ନୁହେଁ, ତମେ ଗୋଟେ କିମ୍ବା ଦିଟା ଧାଡି ରଖିପାରିବ। ତ ତୃତୀୟ ଅନୁଚ୍ଛେଦ ଯୋଉ ଲେଖିବା ଆରମ୍ଭ କରିବ, ସେଇଟା ତମର କଣ ରହିବ ପିଲାମାନେ? ନା ସମାପ୍ତି ସୂଚକ ବର୍ଣ୍ଣନା। ଆମେ ଯେତେବେଳେ କୌଣସି ଭାଷଣ ଦଉ, ଆମେ ଭାଷଣଟାକୁ ଗୋଟେ ବିଧିରେ ଆରମ୍ଭ କରୁ, ବିଧିରେ ସମାପ୍ତ କରୁ। ଏମିତି ନୁହେଁ ଯେ ମଝିରୁ ବନ୍ଦ କରିଦେଇକି, ଯେମିତି ମନେକର ବିଦ୍ୟୁତ ସରବରାହ ବନ୍ଦ ହେଇଗଲେ ଯେମିତି ଫଟକିନା ମାଇକ୍ ଟା ବନ୍ଦ ହେଇଯାଏ, ସେଇ ପ୍ରକାର ତ ଆମେ ଭାଷଣ ବନ୍ଦ କରୁନୁ। ତ ଦୀର୍ଘ ଉତ୍ତର ମୂଳକ ବି ଆମେ ମଝିରୁ ଛାଡିବାନି, ନହେଲେ ଏଟା ଅଧା ଖଣ୍ଡିଆ ଲାଗିବ, ଏଠି ତମର ମାର୍କ କଟିଯିବ, ଏଇ ଜାଗାରେ ମାର୍କ କଟିଯିବ। ତ ସମାପ୍ତି ସୂଚକ ବର୍ଣ୍ଣନା ଓ ସାହିତ୍ୟିକଙ୍କର ପ୍ରଶସ୍ତି ଗାନ କରିବାକୁ ପଡିବ। ସାହିତ୍ୟ କାହିଁ ଲେଖାଗଲା? ପ୍ରବନ୍ଧ ହେଇଥିଲେ ପ୍ରାବନ୍ଧିକ, ଆଉ କବିତା ହେଇଥିଲେ କବିଙ୍କର ଆମକୁ ପ୍ରଶସ୍ତି ଗାନ କରିବାକୁ, ତାଙ୍କୁ ପ୍ରଶଂସା ଗାନ କରିବାକୁ ପଡିବ। ଏ ଜାଗାରେ ଆମେ କଣ ଲେଖିପାରିବା କୁହ?
ଜଣେ କୁହ ଏଠି କଣ ଲେଖିପାରିବା? କୌଣସି ସ୍କୁଲ ବି କୁହ ଏଠି ଆମେ କଣ ଲେଖିପାରିବା କୁହ? କବିଙ୍କର ବର୍ଣ୍ଣନା ବାସ୍ତବ ଅଟେ। କବିଙ୍କର ବର୍ଣ୍ଣନା ବାସ୍ତବ ଅଟେ। କବିଙ୍କର ବର୍ଣ୍ଣନା ବାସ୍ତବ ଅଟେ। ଆଉ କିଏ କଣ କହିବାକୁ ଚାହୁଁଛ? ସମସ୍ତଙ୍କୁ ସୁଯୋଗ ଦିଆଯିବ। ଆଉ କୁହ ପିଲାମାନେ, ବଢିଆ, ସେ ବି ଠିକ କହିଛନ୍ତି। ଆଉ ଟିକେ ଭଲ ଭାବରେ କଣ ହେଇପାରିବ କୁହ? ବାସ୍ତବିକ ଜନତାର ସାମୂହିକ ଶିକ୍ଷା ପାଇଁ ମାତୃଭାଷା ହିଁ ପ୍ରକୃଷ୍ଟ ମାଧ୍ୟମ। ଆଚ୍ଛା, ଏଇଠି ଗୋଟେ ଯୋଉ ସେ ଶବ୍ଦ କହିଲା କବି, ସେ କବି ଶବ୍ଦଟା ଏଇଠି ବ୍ୟବହାର ହବ କି ପିଲାମାନେ? ହବ? ନାଇଁ ନା, ଭୁଲ ନା। ହେଇଯିବ। କଣ ହବ? ଯେହେତୁ ପ୍ରବନ୍ଧ, ଆମେ ପ୍ରାବନ୍ଧିକ ଲେଖିବା କିମ୍ବା ସାହିତ୍ୟିକ ବି ଲେଖିପାରିବା, ହେଲା। ତ ଏବେ ଦେଖ ଏ ଲାଇନଟା କେମିତି ଲାଗୁଛି ଦେଖିଲ। ଏଣୁ ଜନତାଙ୍କର ସାମୂହିକ ଶିକ୍ଷା ନିମନ୍ତେ, ପିଲାମାନେ ମନେ ରଖ, ପ୍ରଶ୍ନରେ ଯୋଉଟା ଅଛି ସେଇ ଜିନିଷଟାକୁ କୋଟ କରିବ। କୋଉଟାକୁ କୋଟ କରିବ ଦେଖିଲ, କଣ ଲେଖା ହେଇଛି? ଏଣୁ ଜନତାଙ୍କର, ଏଇଟା ପ୍ରଶ୍ନରେ ଥିଲା ନା, ଜନତାଙ୍କର ସାମୂହିକ ଶିକ୍ଷା ନିମନ୍ତେ, ଏଇଟା ପ୍ରଶ୍ନରେ ଥିଲା। ତେଣୁ ତାକୁ ଯେମିତି ହେଲେ ବି ତୁମେ ଲାଷ୍ଟ ପାରାଗ୍ରାଫକୁ ଆଣିବ। ଏଇଟା ହଉଛି ସବୁଠୁ ଗୁଡ ଟେକ୍ନିକ, ଯଦ୍ୱାରା ତୁମେ এই 5 ମାର୍କ ବାଲା ପ୍ରଶ୍ନରେ ପୁରା ନମ୍ବର ପାଇପାରିବ। ଠିକ ଅଛି? ତ ଜନତାଙ୍କର ସାମୂହିକ ଶିକ୍ଷା ନିମନ୍ତେ ମାତୃଭାଷାର ଗୁରୁତ୍ୱ, ଏଇଟା ମୁଁ ପ୍ରଶ୍ନରୁ ହିଁ ଆଣିଛି, କିଛି ତ ନୂଆ କଥା ଆଣିନି। ତ ତମେ କରିପାରିବ। ଏବେ ତୁମେ ଯୋଉଟା କହିଲ ପ୍ରାବନ୍ଧିକଙ୍କର ବର୍ଣ୍ଣନା ତର୍କ ସଙ୍ଗତ ଅଟେ, ତୁମେ କିନ୍ତୁ କଣ କରୁଛ? ଖାଲି ଏତିକି ଲେଖି ଦଉଛ ପ୍ରାବନ୍ଧିକଙ୍କର ବର୍ଣ୍ଣନା ତର୍କ ସଙ୍ଗତ ଅଟେ। ନା, ତା ସହିତ ପ୍ରଶ୍ନରୁ ମଧ୍ୟ କିଛି ଅଂଶ ଆଣିକି ଯୋଡିଦେବ। ଏଇଟା ହଉଛି ସ୍ମାର୍ଟ ୱାର୍କ, ଯାହା ଦ୍ୱାରା ତୁମେ ପୁରା ନମ୍ବର ପାଇପାରିବ। ବୁଝିପାରିଲ? ବର୍ତ୍ତମାନ ଆମେ ପରବର୍ତ୍ତୀ ପ୍ରଶ୍ନକୁ ଯିବା ପିଲାମାନେ। ନେକ୍ସଟ ପ୍ରଶ୍ନକୁ ଯିବା। ମଙ୍ଗଳେ ଅଇଲା ଉଷା କବିତାର ପ୍ରକୃତି ଚିତ୍ରଣର ବିଶେଷତ୍ୱ ଦର୍ଶାଅ। ପ୍ରଥମେ ପ୍ରଶ୍ନ ବୁଝିବା, ତାପରେ ଫଟାଫଟ ଦେଖିବା। ପିଲାମାନେ ସବୁବେଳେ ଆମେ ଦେଖୁଥିଲୁ ଯେ ଏବେ ଯେତେବେଳେ ତମର MCQ ଚାଲିଥିଲା, ତମେ ବହୁତ ସମୟରେ ଉତ୍ତର ଦେଇ ଦଉଥିଲ, ମ୍ୟାଡମ ପ୍ରଶ୍ନ ପଢୁଥିଲେ, ତମେ ତା ସାଙ୍ଗରେ ପଢୁନଥିଲ। ଯେତିକି ପ୍ରଶ୍ନଟାକୁ ଭଲ ଭାବରେ ପଢିବ, ସେତେ ନିର୍ଭୁଲ ଭାବରେ ତୁମେ ଉତ୍ତର ଦେଇପାରିବ। ଏବେ କହିଲେ ଦେଖି, ପ୍ରଥମେ ଆଲୋଚନା କରିବା ମଙ୍ଗଳେ ଅଇଲା ଉଷା କବିତାର ପ୍ରକୃତି ଚିତ୍ରଣର ବିଶେଷତ୍ୱ ଦର୍ଶାଅ। ଏଠି କଣ ମାଗିଛି? ଏଠି ପ୍ରଶ୍ନରେ କଣ ଆମକୁ ମଗା ହେଇଛି କହିଲେ ଦେଖି? କୁହ, ପ୍ରଶ୍ନରେ ଆମକୁ କଣ ଉତ୍ତର ଲେଖିବାର ଅଛି? କଣ ବୁଝୁଛ କୁହ? ବ୍ରଜଲାଲ ହାଇସ୍କୁଲ କୁହ, ଆଉ ଖୁଡଗାଁव ଗଭର୍ଣ୍ଣମେଣ୍ଟ ହାଇସ୍କୁଲ ବି ଅଛନ୍ତି, କୁହ ପ୍ରଶ୍ନରେ ଆମକୁ କଣ ମଗା ଯାଇଛି, ଆମକୁ କଣ ଆଶା କରାଯାଉଛି? କୁହ ଶୀଘ୍ର କୁହ। କବି ପରିଚୟ। ତମେ ବୁଝିଲନି, ଶୁଣ ମୋ କଥା ଶୁଣ। ପ୍ରଶ୍ନରେ କଣ? ପ୍ରଶ୍ନରେ କବି ପରିଚୟ ମାଗିଛି। ଏଇ ଯୋଉ ପ୍ରଶ୍ନଟା, ଏଠି କଣ ମାଗିଛି? ପ୍ରଶ୍ନରେ ଆମକୁ କଣ ମାଗିଛି ସେଇଟା ମୁଁ ପଚାରୁଛି। ମଙ୍ଗଳେ ଅଇଲା ଉଷା କବିତାରୁ ପ୍ରକୃତି ବିଷୟରେ ଲେଖିଦବା। ପ୍ରକୃତି ବିଷୟରେ ତୁମେ ଯାହା ଜାଣିଛ ଲେଖିବ, ନା କବି ଯାହା ଲେଖିଛନ୍ତି ତାକୁ ଲେଖିବ? ଯାହା ଲେଖିଛନ୍ତି ତାକୁ ଲେଖିବ। ଆଚ୍ଛା, କବି ପ୍ରକୃତିରେ ଏଠି କୋଉ ରୂପଟାକୁ ବତେଇଛନ୍ତି କହିଲେ ଦେଖି? କଣ କଣ ଜିନିଷ? ପେନ୍ ବାହାର କର, ଲେଖ। ମୁଁ କହିବି ଲେଖ କିଛିଟା ଜିନିଷ। ପେନ୍ ବାହାର କର, ଲେଖ। ଏଠି କବି ପ୍ରକୃତିକୁ କୋଉ ରୂପରେ ବର୍ଣ୍ଣନା କରିଛନ୍ତି? ଦେଖ ପିଲାମାନେ, ପ୍ରଥମ କଥା ହେଲା ମାନବୀୟ ରୂପ ଦେଇଛନ୍ତି। ଠିକ ଅଛି? ପ୍ରଥମରେ ସେ କଣ କରିଛନ୍ତି? ମାନବୀୟ ରୂପ ଦେଇଛନ୍ତି। ଆଉ କଣ କରିଛନ୍ତି? ଗୋଟେ ମଣିଷ ଭିତରେ ଯୋଉ ସମ୍ବେଦନଶୀଳତା ଥାଏ, ହସ, କାନ୍ଦ, ଦୁଃଖ, ସୁଖ, ଯୋଉ ଭାବନା ଥାଏ, ଏଇଟା ଅନ୍ୟ ଇତର ପ୍ରାଣୀ ଭିତରେ ଥାଏ କି? ନାହିଁ। ଏଇଟା କେବଳ ମଣିଷ ଭିତରେ ହିଁ ଭାବନାଟା ଥାଏ। ତେଣୁ ସେ ଯୋଉ ମାନବୀୟ ସମ୍ବେଦନଶୀଳତା, ଏଇ କଥାଟାକୁ ବି ସେ କବିତାରେ ବହୁତ ସୁନ୍ଦର ପ୍ରକୃତି ମାଧ୍ୟମରେ ବତେଇଛନ୍ତି। ଲେଖିଲ। ପ୍ରଥମ ଜିନିଷ ହେଲା ମାନବୀୟ ଚିତ୍ର ଦେଇଛନ୍ତି, ଲେଖିଲ। ଦ୍ୱିତୀୟ କଥା ହେଲା କଣ? ମାନବୀୟ ସମ୍ବେଦନଶୀଳତା। ଆଉ କଣ କରିଛନ୍ତି? ନା ଏଇ କବିତାରେ ସମାନୁଭୂତି, ପିଲାମାନେ ସମାନୁଭୂତି ଶବ୍ଦଟି ଲେଖ, ତାକୁ ଇଂରାଜୀରେ କୁହାଯାଏ ଏମ୍ପାଥି। ଏମ୍ପାଥି ମଧ୍ୟ ଏଥିରେ ରହିଛି। ସମାନୁଭୂତି କଣ? ଜଣେ ଦୁଃଖିତ ଅଛି, ଆମେ ତା ସହିତ ତାର ଦୁଃଖଟାକୁ ସମାନ ଭାବରେ ବୁଝିପାରୁଛୁ, ଆଉ ସେଇ ଅନୁସାରେ ତାକୁ ଆମେ ସହଯୋଗ କରୁଛୁ। ଯେମିତି ସୀତା ଏତେ ଦୁଃଖିତ ଅଛନ୍ତି, ପ୍ରକୃତି ତାକୁ ଅନୁଭବ କରିପାରୁଥିଲା, ଆଉ ତାଙ୍କ ଦୁଃଖ ଲାଘବ କରିବା ପାଇଁ ଚେଷ୍ଟା କରୁଥିଲା।
କରିଦେଲା କି ନାହିଁ। ତେଣୁ ଏଇଟା ହଉଛି କଣ ସମାନୁଭୂତି। ତିନିଟା ଶବ୍ଦ କହିଲେ। ପ୍ରକୃତି ଚିତ୍ରଣ ଯଦି ପଢିଲା ପିଲାମାନେ ପ୍ରକୃତି ଚିତ୍ରଣର ବିଶେଷତ୍ୱ, ଏ ବିଶେଷତ୍ୱ ଶବ୍ଦକୁ ଦେଖ, ତମେ ୟାକୁ ଇଗ୍ନୋର କରିବ ନାହିଁ। ଯଦି ପଢିଲା ହେଲେ ଏଠି କଣ କଣ ସବୁ ଆସିବ? ମାନବୀୟ ଚିତ୍ରଣ କରିଛନ୍ତି, ମାନବୀୟ ସମ୍ବେଦନଶୀଳତା ଏଠି ବତେଇଛନ୍ତି, ଆଉ କଣ କରିଛନ୍ତି? ସମାନୁଭୂତି ଏବଂ କଣ କରିଛନ୍ତି? ତାଙ୍କର କବିତ୍ୱ ଚାତୁରୀ ରହିଛି। ଚତୁର୍ଥ ପଏଣ୍ଟ ହଉଛି କଣ? କବିତ୍ୱ ଚାତୁରୀ। କେତେ ସୁନ୍ଦର ଭାବରେ ସେ ତାଙ୍କର ଯୋଉଟା କହିବାକୁ ଚାହୁଁଛନ୍ତି, ଯେମିତିକି ସେ କହିଲେ ଯେ ଏମିତି ତ ସକାଳ ସବୁଦିନ ହୁଏ, ବଢି ଭୋର ହବ, ବ୍ରାହ୍ମ ମୁହୂର୍ତ୍ତରୁ ଧୀରେ ଧୀରେ ଦିନ ବଢି ବଢି 12ଟା ବେଳକୁ ସୂର୍ଯ୍ୟ ମୁଣ୍ଡ ଉପରକୁ ଆସନ୍ତି ନା ନାଇଁ, ସବୁଦିନ ହୁଏ। କିନ୍ତୁ କବି କବିତାରେ କେତେ ସୁନ୍ଦର ଲେଖିଛନ୍ତି ଯେ ମନ୍ତ୍ର ବଳେ ଜେହ୍ନେ ବଢି ଆସିଲା ବଳ। ତ ଏଇଟା କବିତ୍ୱ ଚାତୁରୀ, ବୁଝିହେଲା। ତ ଏଇ ଚାରିଟା ବିଶେଷତ୍ୱକୁ ତମକୁ ପ୍ରମାଣ କରିବାର ଅଛି। 1 ନମ୍ବର ଅନୁଚ୍ଛେଦରେ ସେଭଳିଆ କଣ ରହିବ ଦେଖ ପିଲାମାନେ। ତ ପ୍ରଥମ ଅନୁଚ୍ଛେଦରେ ଆମେ କଣ ଜିନିଷ ରଖିବା? 19ବିଂଶ ଶତାବ୍ଦୀରେ ଓଡ଼ିଆ ସାହିତ୍ୟକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ ସ୍ୱଭାବ କବି ଗଙ୍ଗାଧର ମେହେର। ଗଙ୍ଗାଧର ମେହେରଙ୍କର ନାଁଟା ପଳେଇ ଆସିଲା। ତାଙ୍କ ପୂର୍ବରୁ ଗୋଟେ ବିଶେଷଣ ପଦ ଲଗାଗଲା ସ୍ୱଭାବ କବି, ନାଇଁ କି? ତାଙ୍କର ପରିଚୟ ସେଟା। ତାପରେ ଏଥିରେ ତମେ ପାଇଲ ହାଫ ମାର୍କ। ଓଡ଼ିଆ ଓ ସଂସ୍କୃତ ଉଭୟ ଭାଷାରେ ସେ କଣ କରିଥିଲେ? ନିଜ ଉଦ୍ୟମରେ, ସ୍ୱ ଉଦ୍ୟମରେ ନିଜେ ପଢିଥିଲେ। ତମ ଭଳିଆ ଏମିତି ସୁନ୍ଦର କ୍ଲାସ ରୁମ ରେ ବସିକି ପାଠ ପଢି ନଥିଲେ ସେ। ତ ସ୍ୱ ଉଦ୍ୟମରେ ସେ ଯୋଉ ପାଣ୍ଡିତ୍ୟ ଅର୍ଜନ କରିଥିଲେ, ତାର ଫଳ ସ୍ୱରୂପ ତାଙ୍କ ଲେଖନୀରୁ ନିଃସୃତ ହୋଇଥିଲା ପ୍ରଣୟ ବଲ୍ଲରୀ, ତପସ୍ୱିନୀ, କିଚକ ବୋଧ ଭଳି ମହାନ କାବ୍ୟ। ଏଟା ତାଙ୍କର ସାହିତ୍ୟ କୃତି ରହିଲା। ଦୀର୍ଘ ଉତ୍ତର ମୂଳକରେ କେବଳ ସାହିତ୍ୟ କୃତି ରଖିବ। ପୁରୁଷୋତ୍ତମ ରାଜା। ଏବେ ଆସିଲା ଟପିକ କୁ, ପ୍ରଶ୍ନ ରିଲେଟେଡ ଗୋଟେ ଲାଇନ। ଦେଖ ପିଲାମାନେ, ଏଠି ତୁମେ ହାଫ ମାର୍କ ପାଇଲ, এইটা লেখিবা দ্বারা তুমি এটি হাফ মার্ক পাইল, এবং এই পয়েন্ট ন লেখিলে তোমাকে অধা মার্ক মিলিব ନାହିଁ, কারণ প্রশ্ন সম্পর্কিত তথ্য রখিବାକୁ পড়িব। পুরুষোত্তম রাজা রামচন্দ্রଙ୍କ দ্বারা নির্বাসিত সীতা বাল্মীকি আশ্রম আশ্রিতা ଥିଲେ। অর্থাৎ এটি তুমি ଥିଲେ ବି ଲେଖିପାର, ଆଉ ଉହ ରଖିଲେ ବି ଚଳିବ। ମୁଁ ଉହ ରଖିଛି। ସୀତାଙ୍କୁ ପ୍ରକୃତି ମାନବୀୟ ରୂପ ନେଇ ସ୍ୱାଗତ ଜଣାଇଛି। ସରିଗଲା। କଣ କରିଛି ନା ସୀତାଙ୍କୁ ପ୍ରକୃତି ମାନବୀୟ ରୂପ ନେଇକିରି କେମିତି ସ୍ୱାଗତ ଜଣାଇଛି ସେ ବିଷୟରେ ସୁନ୍ଦର ଭାବରେ ବର୍ଣ୍ଣନା ହେଇଛି। ତ ଏଠି ତୁମେ ଏବେ ପୁଣି ପାଇଗଲ ହାଫ ମାର୍କ ହେଲା। ତାପରେ ଆମେ ପରବର୍ତ୍ତୀ ପାରାଗ୍ରାଫକୁ ଯିବା। ଦ୍ୱିତୀୟ ଅନୁଚ୍ଛେଦରେ ସେମିତି 7ରୁ 8ଟି ଧାଡି ରହିବ ଦୀର୍ଘ ଉତ୍ତର ମୂଳକରେ। ଏଠି ଆମର କଣ କଣ ସବୁ ରହିବ ସିଧା ଆମେ ଆଲୋଚନାକୁ ଯିବା। ଆଶ୍ରମର ନୀତି ନିୟମ ଅନଭ୍ୟସ୍ତା, ଅର୍ଥାତ୍ ସୀତା ଯେମିତି ତାଙ୍କୁ ମ୍ୟାଡମ କହିଲେ ଯେ ସେ ତ ସେଇ ଗୋଟିଏ ଦିନ ପୂର୍ବରୁ ହିଁ ଆସିଥିଲେ, ତ ଅନଭ୍ୟସ୍ତ ଅର୍ଥାତ୍ ତାଙ୍କର ଆଶ୍ରମ ବିଷୟରେ କିଛି ତାଙ୍କର ସେଇଥିରେ ସେ ଅଭ୍ୟସ୍ତ ନଥିଲେ ହେଲା। ସୀତା ପ୍ରଥମ ରାତ୍ରି ଆଶ୍ରମରେ ଯାପନ କରିବା ପରେ ତାଙ୍କର ଶଯ୍ୟା ତ୍ୟାଗ କରିବା ନିମନ୍ତେ ଯେତେବେଳେ ଶୋଇକିରି ଉଠିବେ କରିବା ପାଇଁ ରାଜକୀୟ ପରିବେଶରେ ପ୍ରକୃତି ସତ୍ୟ ବା ମାନବୀୟ ରୂପ ଧାରଣ କରିଛି। ରାଜକୀୟ ମାନେ ପରିବେଶ କ୍ରିଏଟ କରାଯାଇଛି, ସୃଷ୍ଟି କରାଯାଇଛି ତାଙ୍କ ପାଇଁ। କାହିଁକି ନା ସେ ରାଜ ପରିବାରରୁ ଆସିଛନ୍ତି ନା, ଆଉ ଏତେ ଦୁଃଖରେ ଅଛନ୍ତି, ତେଣୁ ତାଙ୍କୁ ରାଜକୀୟ ପରିବେଶରେ ଗୋଟେ ଦେଖ ରାଜକୀୟ ପରିବେଶ କ୍ରିଏଟ କରିଛନ୍ତି କବି। ଏଇଟା ତାଙ୍କର ହଉଛି ପ୍ରକୃତି ଚିତ୍ରଣର ବିଶେଷତ୍ୱ। ସେ ଯେମିତି ଚାହୁଁଥିଲେ ସେମିତି ପ୍ରକୃତିକୁ ଉପସ୍ଥାପନା କରୁଥିଲେ ହେଲା। ଆଉ କଣ ଦେଖ, ଉଷା ଆଶ୍ରମରେ ସତୀ ଉଷା କଣ କଲେ? ଆଶ୍ରମରେ ସତୀ ସୀତାଙ୍କର ବାସବାହାର ପ୍ରାଙ୍ଗଣରେ ଉପଗତ ହୋଇଛନ୍ତି। ଉଷା ଜାଣିଛ ସକାଳ, ତାଙ୍କୁ ମାନବୀୟ ରୂପ ଦିଆଯାଇଛି। ତାପରେ ସୂର୍ଯ୍ୟୋଦୟର ପୂର୍ବ ପ୍ରହର ବ୍ରାହ୍ମ ମୁହୂର୍ତ୍ତର ସମୟ ହିଁ ଉଷା, ଏଇଟା ବି ବତା ହେଇଛି। କୋଉଟା? ମଙ୍ଗଳେ ରହିଲା ଉଷା, ମଙ୍ଗଳେ ୱାର୍ଡକୁ ତୁମକୁ ବତା ହେଇଛି। ଏହି ମଙ୍ଗଳର ଏହା ହଉଛି ମଙ୍ଗଳର ସୂଚକ ବ୍ରାହ୍ମ ମୁହୂର୍ତ୍ତଟା, ସର୍ବସିଦ୍ଧି କାରକ, ଏଇଟା ବି ବତା ହେଇଛି। ଶଯ୍ୟା ତ୍ୟାଗରେ ଶୁଭ ଦର୍ଶନ, ଶୁଭ ମାନେ ସ୍ୱର ଶ୍ରବଣ। ଯେତେବେଳେ ଆମେ ନିଦରୁ ଉଠୁ ଆମେ କଣ କରୁ? ଭଲ ଜିନିଷ ଦେଖୁ, ଆଖି ବନ୍ଦ କରିକି ପ୍ରଥମେ ଏମିତି କରୁ, ଆମର ପରମ୍ପରାରେ ଅଛି ନା ନାଇଁ? ଆଖି ଖୋଲିବା, ତାପରେ ଆମେ ଠିକ ଭଲ ଜିନିଷ ଶୁଣିବା, ତାପରେ ଗୁରୁଜନଙ୍କୁ ପୂଜନ, ଗୋଡ ଛୁଇଁକି ନମସ୍କାର କରିବା, ମୁଣ୍ଡିଆ ମାରିବା ଇତ୍ୟାଦି ଆମକୁ ଶିଖା ହେଇଛି, ଆମର ପରମ୍ପରାରେ ଅଛି। ଈଶ୍ୱର ସ୍ମରଣ, ତାପରେ ଈଶ୍ୱରଙ୍କୁ ଯେ ଯୋଉ ଧର୍ମର ହଉନା କାହିଁକି ଈଶ୍ୱରକୁ ସ୍ମରଣ କରିବା ଇତ୍ୟାଦି ହଉଛି ଭାରତୀୟଙ୍କର ପରମ୍ପରା। ଏ ଜିନିଷଟା ଆମେ ଏଇ କବିତାରେ ବି ପାଇବା। ସେ ଦେଖେଇଛନ୍ତି ନା ଉଷା ପ୍ରକୃତି ରାଜ୍ୟର ରାଣୀ ରୂପରେ ବିକଶିତ ପଦ୍ମ ନେତ୍ରରେ। ଏବେ ସେ କଣ ଆସୁଛନ୍ତି? ରାଜକୀୟ ଥାଟରେ ଆସୁଛନ୍ତି। କର ପଲ୍ଲବରେ ନିହାର ମୁକ୍ତା ଧରି କୁଟୀର ବାହାରେ ଅପେକ୍ଷାରତ ହେଲା, ଯୋଉଟା କବିତାରେ ବର୍ଣ୍ଣିତ ହେଇଛି। ତାପରେ ଦେଖ ସୀତାଙ୍କୁ ଦର୍ଶନ ଦେବାରେ ନିବେଦନ କରିଛନ୍ତି। ଯେମିତି ଜଣେ ସାଧାରଣ ଲୋକ ଆସିବେ, ଜଣେ ବଡ ଲୋକଙ୍କୁ ଆମେ ନିବେଦନ ରିକ୍ୱେଷ୍ଟ କରିବା ଯେ ମତେ ଟିକେ ଦର୍ଶନ ଦିଅ,
ନିବେଦନ କରି କଣ କରିଛି ନା କୋଇଲିର କଣ୍ଠରେ ମଧୁର ସ୍ୱରରେ ଶଯ୍ୟାତ୍ୟାଗ କରିବା ପାଇଁ ବିନୀତ ଭାବରେ ନିବେଦନ କରିଛନ୍ତି। ଏଇଟା କବିତାରୁ ଅଣାଗଲା। ଉଷାଙ୍କର ଅରୁଣ କଷାୟ ବାସ, ତାପରେ ତାଙ୍କୁ ଯୋଗେଶ୍ୱରୀ ରୂପରେ ଉପସ୍ଥାପନ କରିଛନ୍ତି। ଏଇଟା ତାଙ୍କର କଣ ଥିଲା? ଏଇଟା ବି ତାଙ୍କର ପ୍ରକୃତି ଚିତ୍ରଣର ବିଶେଷତ୍ୱ। କଣ କରିଛନ୍ତି ନା ଅରୁଣ କଷାୟ ବାସ, ତାପରେ ପ୍ରସାଧନୀ କୁସୁମର କାନ୍ତି ସୁବାସ, ଯୋଉ କୁସୁମ କାନ୍ତି ଯୋଉ ଅଛି ତାଙ୍କର ସେଟା ଯେମିତି ପିନ୍ଧିଛନ୍ତି, ତାଙ୍କର ପ୍ରସାଧନ ଅଳଙ୍କାର ରୂପରେ ସଜେଇଛନ୍ତି। ପ୍ରଶାନ୍ତ ରୂପ, ଯୋଉ ଗଭୀର ଭାବରେ ଶାନ୍ତ ରୂପ ନେଇକିରି ଆସିଛନ୍ତି। ଏମିତି ବି ସକାଳ ଶାନ୍ତ ବାତାବରଣ ଥାଏ। ତ ତାଙ୍କୁ ଏଇଠି ଗୋଟେ କଣ କରିଛନ୍ତି ସାର୍, ଯୋଗେଶ୍ୱରୀ ବୋଲିକି ଆଖ୍ୟା ଦେଇଛନ୍ତି। ଯୋଗେଶ୍ୱରୀ ବୋଲି କହିଛନ୍ତି କାରଣ ଗୋଟେ ସାଧ୍ୱୀ, ଗୋଟେ ସନ୍ନ୍ୟାସୀ ପାଖରେ ଏସବୁ ଜିନିଷ ଦେଖାଯାଏ। କବି ବର୍ଣ୍ଣନା କରିଛନ୍ତି। ତ ସେ ପ୍ରକୃତିକୁ ରାଜକୀୟ ରୂପ ଦେଲେ, ତାପରେ ପ୍ରକୃତିକୁ ଯୋଗେଶ୍ୱରୀ ରୂପ ଦେଇଦେଲେ। ଦେଖ ପୂର୍ବ ପଦରେ ଦେଖ ପ୍ରକୃତିକୁ ସେ କଣ କରିଛନ୍ତି, ରାଜକୀୟ ପରିବେଶ କ୍ରିଏଟ କରିଛନ୍ତି। ଆଉ ପୁଣି ନେକ୍ସଟ ପଦରେ କଣ କରିଦେଲେ, ତାକୁ ଯୋଗେଶ୍ୱରୀ ରୂପ ଦେଇଦେଲେ। ଏଇଟା ହଉଛି କଣ ତାଙ୍କର ଚିତ୍ରଣର ବିଶେଷତ୍ୱ। ସମୀର ସଙ୍ଗୀତ ଗାନ, ଭ୍ରମରର ଗୁଞ୍ଜନ ରୂପକ ବୀଣାବାଦନ, କୁମ୍ଭାଟୁଆର ପ୍ରଶଂସା ଗାନ, ଆଉ ଗଜଳପାତି ସେ କଣ କରିଛି ତାର ସ୍ତବ ପାଠ ଆଦି ପ୍ରକୃତି ଚିତ୍ରଣର ବିଶେଷତ୍ୱ। ଗୋଟେ ପଏଣ୍ଟ ଏଇଠି ସବୁ ମାର୍କ ମିଳିବ ହେଲା। ତାପରେ ବୟୋଜ୍ୟେଷ୍ଠ ଓ ପ୍ରକୃତିକୁ ପ୍ରଣାମ, ଏଇଟା ହଉଛି ଭାରତୀୟ ସଂସ୍କୃତିର ପରିଚୟ। ଏଇ ଜିନିଷଟା ବି ସେ ଏଠି ବତେଇଛନ୍ତି, ଭାରତୀୟ ସଂସ୍କୃତିର ପରିଚୟ କେମିତି ଦେଇଛନ୍ତି। ଦେଖ କଣ କରିଛନ୍ତି ନା ସୀତା ଆସିକିରି, ସୀତା ଯେତେବେଳେ ଉଠିଲେ, ଏବେ ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରିଥିଲେ, କିନ୍ତୁ ସୀତା ଉଠିଲା ପରେ ସୀତା କଣ କଲେ, ନିଜକୁ ରାଣୀ ନ ଭାବିକିରି ସେ କଣ କରିଛନ୍ତି ନା ବୟୋଜ୍ୟେଷ୍ଠ ଅନୁକମ୍ପାଙ୍କୁ ପ୍ରଣାମ କରିଛନ୍ତି। ବନ୍ଦିଲେ ଉଷାର ପଦ ସବିନୟରେ, ତ ତୁମେ ପଦ୍ୟାତ୍ମକ ଉପସ୍ଥାପନ ବି କରିପାରିବ। ନମି ଅନୁକମ୍ପା ପୟରେ ବନ୍ଦିଲେ ଉଷାର ପଦ ସବିନୟରେ, ୟା ଦ୍ୱାରା ତୁମ ଲେଖାର କ୍ୱାଲିଟି ହେଲା ସେଇଟା ମଧ୍ୟ ବଢିଯିବ ଏବଂ ତୁମକୁ ଭଲ ମାର୍କ ମିଳିବ। ଏବେ ତାପରେ ମୁନି କନ୍ୟା ମାନଙ୍କର ଗହଣରେ ସ୍ନାନ ଗମନର ବର୍ଣ୍ଣନା ଚମତ୍କାର ଭାବରେ ସ୍ଥାନ ପାଇଛି। ଏମିତି ତ ବହୁତ ଜିନିଷ ବର୍ଣ୍ଣନା କରାଯାଇ ପାରିବ, କିନ୍ତୁ ତୁମେ 5 ମାର୍କ ପ୍ରଶ୍ନରେ କେତେ ଲେଖିବ? ତେଣୁ ଏଠି 3-4ଟା ପଦ, 2-3ଟା ପଦ ଏଠି ରହିଗଲା, ସେଟା ଗୋଟେ ଲାଇନରେ ମୁନି କନ୍ୟା ମାନଙ୍କ ଗହଣରେ ସ୍ନାନ ଗମନର ବର୍ଣ୍ଣନା ଚମତ୍କାର ଭାବରେ ସ୍ଥାନ ପାଇଛି, ସରିଗଲା ଏଥିରେ ହେଲା। ତମସାର ସୌନ୍ଦର୍ଯ୍ୟ, ତ କଣ କଣ ନା ସେଥିରେ କଣ ବର୍ଣ୍ଣନା ହେଇଛି, ଯୋଉଟା ଛାଡିଦେଲୁ ଆମେ, ତମସାର ସୌନ୍ଦର୍ଯ୍ୟ କଥା କୁହାଯାଇଛି, ପାବନତ୍ଵ ମାନେ ପବିତ୍ର କଥା, ପ୍ରକୃତିର କୁସୁମ ଶୋଭା ସମ୍ଭାର, କେମିତି ଫୁଲ ସବୁ ଝଡି ପଡୁଛି, ସବୁ କିଛି କବି ଲେଖନୀରେ ଜୀବନ୍ତ ହୋଇ ଫୁଟି ଉଠୁଛି ହେଲା। ଏଇଭଳିଆ କମ ରେ ଆମକୁ ବେଶୀ ଲେଖିବାର ଅଛି। ତୃତୀୟ ଅନୁଚ୍ଛେଦ ସମାପ୍ତି ସୂଚକ ବର୍ଣ୍ଣନା, ସାହିତ୍ୟିକଙ୍କର ପ୍ରଶସ୍ତି ଗାନ। ଏଠି କଣ କରାଯିବ, କବି ପ୍ରକୃତି ଚିତ୍ରଣରେ କିପରି ସିଦ୍ଧହସ୍ତ, ତମେ ଦେଖିଲ ରାଜକୀୟ ଚିତ୍ରଣ କଲେ, ଯୋଗେଶ୍ୱରୀ ଭାବରେ ଚିତ୍ରଣ କଲେ, ତାପରେ କେମିତି ଭାରତୀୟ ସଂସ୍କୃତି ପରମ୍ପରାର ପରିଚୟ ଦେଲେ। ଏଇ ୱାର୍ଡ ବି ଲେଖ, ଭାରତୀୟ ସଂସ୍କୃତିର ପରିଚୟ ଦେଇଛନ୍ତି ସେ। ତ ଚିତ୍ରଣରେ କିପରି ସିଦ୍ଧହସ୍ତ ମଙ୍ଗଳେ ଅଇଲା ଉଷାରୁ ପ୍ରତିପାଦିତ ହଉଛି, ସରିଗଲା। ଏଇଟା ତୁମେ 5 ମାର୍କ ପାଇପାରିବ। ତାପରେ ପିଲାମାନେ ସରଳାର୍ଥ ଲିଖନର କିଛିଟା ବିଧି ରହିଛି, ତୁମକୁ ଆମେ ଆଶା କରୁଛୁ ତମ ଟିଚର ନିଶ୍ଚୟ କହିଥିବେ, କିନ୍ତୁ ଆଉ ଥରେ ମନେ ପକେଇଦେବା। ସରଳାର୍ଥ ଲିଖନରେ ଆମର ପିଲାମାନେ ପୂର୍ବ ପର ପ୍ରସଙ୍ଗ, ଯୋଉ ପଦଟା ପଡିଥିବ ସେ ପଦର ପୂର୍ବ ପଦରୁ ଆମେ କିଛି ଉପସ୍ଥାପନ କରିବା, ଆରମ୍ଭ କରିବା। ଏମିତି ନୁହେଁ ଯେ ଡାଇରେକ୍ଟ ସେ ପଦରୁ କହିଲେ ତାହା ସୁନ୍ଦର ଲାଗିବନି। ତ ପ୍ରଥମ ଅନୁଚ୍ଛେଦରେ ପଦ୍ୟାଂଶ, ପ୍ରବନ୍ଧ ଯୋଉ ଥିବ, ପ୍ରବନ୍ଧର ଅଂଶ, ସାହିତ୍ୟିକଙ୍କର ନାମ ଦବ, ଉଚିତ ପରିଚୟ ଦବ। ଏଥିରେ କୌଣସି ତମେ ପାଠର ତାଙ୍କର ଅନ୍ୟାନ୍ୟ ସାହିତ୍ୟ କୃତି ସରଳାର୍ଥରେ ଲେଖିବା ଦରକାର ନାହିଁ। କେଉଁ ପୁସ୍ତକରୁ ଆସିଛି କିନ୍ତୁ ଲେଖିବ, ବା କୋଉ ପାଠରୁ ଆସିଛି, କୋଉ ତମର କଣ କାବ୍ୟରୁ ଆସିଛି ସେଟା ତମେ ଲେଖିବ। ତାପରେ ଉଦ୍ଧୃତାଂଶର କୈନ୍ଦ୍ରିକ ଭାବଧାରା ପାଇଁ ଗୋଟେ ବାକ୍ୟ ରହିବ ହେଲା। ସାହିତ୍ୟିକଙ୍କର ନାମ ଉଚିତ ପରିଚୟ ସହ। ତ ପିଲାମାନେ ତମକୁ ନିଶ୍ଚିତ ଭାବରେ ଏଟା ସାହାଯ୍ୟ କରିବ। ଯେମିତି ମୁଁ ସ୍ୱଭାବ କବି ଗଙ୍ଗାଧର ମେହେର କହିଲି, ଏଇଠି ଆଉ କିଛି ଲେଖା ହେଇଛି, ତୁମେ ମାନେ ନିଶ୍ଚିତ ଭାବରେ ଆକୁ ଲେଖିକି ରଖ। ତମେ ଶାରଳା ଦାସଙ୍କର ନାଁ ଡାଇରେକ୍ଟ ଲେଖିବନି, ତାଙ୍କ ସହିତ ଆଦିକବି, ମାଟିର ମହାକବି, ଶୂଦ୍ରମୁନି ଲେଖିବ। ତାପରେ ଲକ୍ଷ୍ମୀକାନ୍ତ ମହାପାତ୍ର ଯଦି ଆସି ତାଙ୍କ ନାଁ ଲେଖୁଛ, ତୁମେ ସୌନ୍ଦର୍ଯ୍ୟଶ୍ରିତ କାନ୍ତ କବି ବୋଲି ଲେଖିବ, ଏଇଥିରେ ମାର୍କ ବଢିବ। ମୁଁ ଦେଖୁଛି କିଛି ପିଲା ଲେଖୁଛନ୍ତି, ସମସ୍ତେ ଲେଖିବା କଥା, କାରଣ ଏଇଟା କରିବା ପାଇଁ ଆମେ ପରିଶ୍ରମ କରୁଛୁ ତମକୁ ଟିକେ ସାହାଯ୍ୟ କରିବା ପାଇଁ, ତେଣୁ ତୁମେ ଲେଖିକି ରଖ। ତାପରେ ଉପେନ୍ଦ୍ର ଭଞ୍ଜଙ୍କର ନାଁ ଯଦି ତମକୁ ଲେଖିବାକୁ ପଡିଲା, କବି ସମ୍ରାଟ ବା ରୀତିଯୁଗୀୟ କବି ଯୋଉଟା ହେଲେ ଗୋଟେ ଲେଖିବ। ଏଇଟା ତାଙ୍କର ସବୁ ବିଶେଷଣ ଆମେ ଲଗେଇ ଦଉଛୁ। ରାଧାନାଥ ରାୟ ଲେଖିଲେ କବିବର ଲଗେଇବ,
तापर जदि स्वभाव कवि तुम लिखिल भल कथा नहले तुम पश्चिम ओडिशार प्रतिभा साहित्य प्रतिभा भी लिखिपार पश्चिम ओडिशार साहित्य प्रतिभा भी तुम लिखिदे पार स्वभाव कवि जगह है अनंत पट्टनायक ले केंद्र साहित्य एकाडेमी पुरस्कृत लिखिब विद्युत प्रभा देवी जदि लिखिबार अच्छे स्वाधीनता परवर्ती साहित्यिक बोली एड करदेव है से भाया तुम कृष्णचंद्र पाणिग्राही से जड़े बहुत प्रसिद्ध प्राबंधिक तो प्रसिद्ध ऐतिहासिक और प्राबंधिक बोली तुम लिखिब बंशीधर सामंतराय ना पूर्वर विशिष्ट शिक्षाविद उद्भिद विज्ञानी बोली निहाती लिखिब गोलोक बिहारी धल पूर्वर विशिष्ट भाषा विज्ञानी और प्राबंधिक बोली लिखिब शरद कुमार महांती पूर्वर स्वाधीनता परवर्ती विशिष्ट प्राबंधिक तुम लिखिदेव या द्वारा तुम लेखार जो मानटा से वृद्धि हो बर्तमान परवर्ती देख प्रश्न थिला पिला माने निहाती जे करिन एठु सरला पर तुमे करिवो भाजी पड़ू आजी अर्गल राजी घेन विजयर माला प्रथम अनुच्छेद रे सेमती कोन करिवार अछि जागबंधन हरा देख जागबंधन हरा शीर्षक कविता उक्त पद्यांशटी मु लेखि नाही मार्क कर पिला माने आमे आरंभ करिछु गुटे भिन्न शैली रे जागबंधन हरा शीर्षक कवितार ए भावगर्भक पद्यांशटी साम्यवादी चिंताधारा बहन करे आलोच्य प्रसंग रे कवि अनंत पट्टनायक तांको ना आसीगला आउ कंटेंट आसीगला तरुण प्राण को वैप्लविक आह्वान प्रदान करिसंती सरीगला तापरे परवर्ती द्वितीय अनुच्छेद रे सेमती कोन रहइबो द्वितीय अनुच्छेद रे कोन रहइबो देखो सामाजिक जंजाल मुक्त तरुण माननको कवि बंधनहारा संबोधन करिसंती काहाकू बंधनहारा कहिले या स्पष्ट करिसंती जे एक श्रेणीहीन शोषण मुक्त समाज एटा होची पाठर गुरुत्वपूर्ण अंश श्रेणीहीन शोषण मुक्त समाज गठन पई तरुण गोष्ठी को जाग्रत हवाको पड़िबो बोली से कहिसंती अन्य माननको आह्वान करनांती तरुण माननको करिसंती काहेकि से माने होचंती बंधन हरा अतीतर जीवन को चिरी से माने जागी उठंतु बोली कवि आह्वान करिसंती से मानकर विप्लवर रथ शोषण और पीड़नर पर्वत को चूर्ण करू तरुण माने जो विप्लव करिवे ता द्वारा शोषण और पीड़नर पर्वत को माने चूर्ण कर दे पारिबे हला जावतीय अर्गल भांगी पड़ू बंधन जेतिकी अछि भांगी पड़ू छिंडी पड़ू एवं से माने विजयर माला घेनंतु अर्थात से मानकर जय हेउ तृतीय अनुच्छेद रे एटा देखो भाती पड़ू आज अर्गल रे मुख्य पद को आसीगल किंतु आरंभ कराई तार पूर्व पद रु आरंभ कराई पूर्व दुई धाड़ी रु आरंभ कराई हैला एबे तृतीय अनुच्छेद रे कोन रहिला प्रसंगटी वैप्लविक चेतनार स्वाक्षर बहन करे वैप्लविक चेतनार स्वाक्षर बहन करे एई भलिया तुमे निजे निज पाई नोट्स प्रिपेयर कर आउ भी टाइम अछि पिला माने कोन लेखिबो तुमे एई पाठरु पढिले कोन लेखिबो तुम पाई ए लाइन तुमे प्रस्तुत करिकरी रख हेले जे कि तुमको परीक्षा रे सहाय्य हबो एबे देखो एबे आसीबा हमर दरिद्र नारायणकर सेवा ही सन्यासी रे यथार्थ व्रत एटा आमे सरलार्थ देखुछु एबे हला दरिद्र नारायणर सेवा ही यथार्थ सन्यासी रे यथार्थ व्रत को पाठरु आछि कहलो देखि पिला माने शीघ्र को नरेंद्र विवेकानंद विवेकानंद हाँ प्रथम अनुच्छेद में कौन लिखा देख प्रत्यक्ष जीवन अनुभूति एठी भी उक्त गद्यांशटी मु लेखि नाही मार्क कर पिला माने उक्त पद्यांश उक्त गद्यांश ए प्रकार लिखिबोनी प्रत्यक्ष जीवन अनुभूति मूलक एही उद्धृतांशटी मु ता पूर्वरु किछि जोड़ी देली प्रत्यक्ष जीवन अनुभूति मूलक उद्धृतांशटी पठित साहित्य सिंधु पुस्तकर नरेंद्र विवेकानंद शीर्षक प्रबंधरु संगृहीत हैला एठारे प्राबंधिक शरद कुमार महांती विवेकानंद कौन कौन जिनस कौन कही ना किपरि आउ काहे की दरिद्र सेवा को जीवनर व्रत कहले से कथा कहे कौन हैला जे से एटा को व्रत भाव में ग्रहण कले आउ काहे की केमती ग्रहण कले काहे की ग्रहण कले से काहे की स्वीकार करिसंती ताहा उपस्थापना करिसंती एठिरे तुमे मार्क पाइबो पिला माने एठु एतकी भितरे एठी तुमर मार्क रहिछि हाफ मार्क एठी रहिछि मने रख एटा जदि न लेखिबो एठी तुमर मार्क कटिबो तापरे द्वितीय अनुच्छेद रे कोन रहइबो आम शास्त्र रे अछि अतिथि ही नारायण स्वरूप स्वामी विवेकानंद भली महान सन्यासींकर जीवन दर्शन थिला दरिद्र नारायण स्वरूप गुरुंकर आदेश को पालन करी सन्यासीर व्रत त्याग करी जगतर मंगल साधन पाई मानव सेवा ही ईश्वर सेवा एही बाणी रे उद्बुद्ध होई जनता को जनार्दन रूप रे पूजा करबा को आगे आस्थिले एटा सब कीवर्ड्स ए सब शब्द निहाती रहइबो हैला दरिद्र नारायण जनार्दन ए लेखा है प्रबंध रे समग्र भारत वर्ष पादरे बुली बुली से तो आगु रामकृष्ण ठारू शिखी किंतु जेतले से समग्र भारत पादरे बुली बुली देखिले
ଦାରିଦ୍ର୍ୟ ଦାନବର ହୃଦୟ ବିଦାରକ ରାଜତ୍ୱ ସାରା ଦେଶରେ ଖାଇବାକୁ ପାଉନଥିବା ଅଗଣିତ ମଣିଷକୁ ଦେଖି ସେ ଗୋଟେ ନୂଆ ଜ୍ଞାନ ଲାଭ କଲେ। କଣ? ଭୋକିଲା ପେଟରେ ଧର୍ମ ଅନାବଶ୍ୟକ। ଏଇଟା ରହିଲେ ହିଁ ମାର୍କ ପାଇବ। ଗୁରୁଙ୍କ ଠାରୁ ସଂସାରରେ ଯାହା କିଛି ଜ୍ଞାନ ପାଇଥିଲେ ସେହି ଉକ୍ତିର ସତ୍ୟତାକୁ ସେ ନିଜେ ଅଙ୍ଗେ ଅନୁଭବ କରିଥିଲେ। ଏଇଟା ବି ବହୁତ ଇମ୍ପୋର୍ଟାଣ୍ଟ। ଗୁରୁଙ୍କଠୁ ପାଇଥିଲେ ସେଠି ଅଙ୍ଗେ ଅନୁଭବ କଲେ। ଏହି ଦରିଦ୍ର ଦାନବ ବିରୋଧରେ ଖଡ୍ଗ ଉତ୍ତୋଳନ କରି ସାରା ଜଗତର ଦୀନ ଦୁଃଖୀଙ୍କର ଉପଶମ କେବଳ ଜଣେ ଅନାସକ୍ତ ସନ୍ନ୍ୟାସୀ, ଅର୍ଥାତ୍ ସନ୍ନ୍ୟାସୀ ବି ଅନାସକ୍ତ ହବାର ଅଛି। ମୋକ୍ଷ ପାଇବା ପାଇଁ ନୁହେଁ, ସମାଜ ପାଇଁ ସେ ନିଜେ ସ୍ୱୀକାର କରିଛନ୍ତି କାମ କରିବାକୁ ପଡିବ, ନିଶ୍ଚିତ କଲେ ଓ ଦରିଦ୍ର ନାରାୟଣର ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କଲେ। ସେ ସମାଧି ନେବା କଥା ଚିନ୍ତା କଲେନି, ଦରିଦ୍ର ନାରାୟଣ କଥା ସେ ଚିନ୍ତା କଲେ। ହେଲା, ତାପରେ ଆଚ୍ଛା ଠିକ ଅଛି। ତାପରେ ଦେଖ ତୃତୀୟ ଅନୁଚ୍ଛେଦରେ କଣ ରହିବ? ମନନଶୀଳ ପ୍ରାବନ୍ଧିକଙ୍କର ଏଭଳି ଭାବାର୍ଥ ପାଠକ ପାଠିକାଙ୍କୁ ଭାବ ବିଭ୍ରତ କରି ସେବା ମନସ୍କ କରିବା ପାଇଁ ଯଥେଷ୍ଟ। ତ ଏଠି କଣ କୁହାଗଲା? ମନନଶୀଳ ପ୍ରାବନ୍ଧିକଙ୍କର, ସେ କେତେ ଚିନ୍ତା କରିକି ଏଇ ଜିନିଷ କରିଛନ୍ତି ପ୍ରାବନ୍ଧିକ। ଏହି ଭାବାର୍ଥ ପାଠକ ପାଠିକାଙ୍କୁ ଭାବ ବିଭ୍ରତ କରେ। ଏଇଭଳିଆ ଗୋଟେ ଲାଇନ ତମକୁ ସେଥିରେ ଏଡ୍ କରିବାକୁ ପଡିବ। ପରବର୍ତ୍ତୀ ପ୍ରଶ୍ନ ଥିଲା ପିଲାମାନେ, ତୁମ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ କିପରି ପାଳନ କରାଯାଇଥିଲା ତାହା ବର୍ଣ୍ଣନା କରି ସାନ ଭଉଣୀ ନିକଟକୁ ପତ୍ର ଲେଖ। ଗଣତନ୍ତ୍ର ଦିବସ ପାଳନ ହେଲା ସ୍କୁଲରେ, ପାଳନ ହେଲା ଗଣତନ୍ତ୍ର ଦିବସ ହେଇଛି ତ? ତମାନେ ସବୁ ଉପସ୍ଥିତ ଥିଲ? ଯାଇଥିଲ ସ୍କୁଲ କି ଘରେ ରହି ଯାଇଥିଲ? ହଷ୍ଟେଲ ଛୁଆ ହେଲେ ନିଶ୍ଚିତ ବି ମିଶିଥିବ। ଆଚ୍ଛା, ତ ସେଇ ଗଣତନ୍ତ୍ର ଦିବସ କିପରି ପାଳନ କଲ ତା ବିଷୟରେ ନେଇକି ତୁମେ ଗୋଟେ ପତ୍ର ଲେଖିବ। କାହା ପାଖକୁ ଲେଖିବାର ଅଛି? କାହା ପାଖକୁ ଲେଖିବାର ଅଛି? ସାନ ଭଉଣୀ ପାଖକୁ ପତ୍ର ଲେଖିବାର ଅଛି। ମନେ ରଖ, ସାନ ଭଉଣୀ ତୁମଠୁ ବୟସରେ ଛୋଟ। ତ ତୁମେ ହୁଏତ ହଷ୍ଟେଲରେ ରହିପାର, ଆଉ ତୁମେ ଆଉ ଗୋଟେ ଜାଗାରେ ତମ ଭଉଣୀ ଘରେ ଅଛି। ଏମିତି ବି ହେଇପାରେ ତୁମେ ମାମୁଁ ଘରେ ରହିକି ପଢୁଛ, ତୁମର ଗୋଟେ ଆଡ୍ରେସ ହବ, ତାର ବି ସେ ତମ ଘରେ ଅଛି, ତାର ଗୋଟେ ଆଡ୍ରେସ ହବ। ହେଲା, ତ ବର୍ତ୍ତମାନ ଏଇଠି ଆମେ କଣ କରିବା? ଦେଖ, ଏଇଠି ତୁମର ମାର୍କ ଅଛି କଣ ନା, ସିଏ ଯିଏ ଲେଖୁଛି ଅର୍ଥାତ୍ ତୁମେ ଲେଖକ ହିସାବରେ କଣ କରୁଛ? ସ୍ଥାନ ଲେଖିବ, ପିଲାମାନେ କୋଉ ସ୍ଥାନରେ ଅଛ, ତାରିଖ ଦବ, ଆଉ ଯାହା ପାଖକୁ ଲେଖୁଛ ସ୍ନେହର, ଲିଜା, ତୁମେ କୌଣସି ବି ନା ଦେଲ। ବୁଝିହେଲା? ବୁଝିପାରିଲ? ଆଚ୍ଛା, ଏଇଠି ତୁମର ମାର୍କ ରହିଛି ହାଫ୍ ହାଫ୍ ହାଫ୍, 1.5 ମାର୍କ। ଏଠି ରହିଲା ଅଧା ମାର୍କ, ଏଠି ଅଧା ମାର୍କ, ଆଉ ଏଠି ତୁମେ ଅଧା ମାର୍କ ପାଇବ। ହେଲା, ତୁମକୁ ଯଦି ବି ଆସୁନି, ତୁମେ ଯଦି ଏତିକି ବି ଲେଖିବ, ଶୂନ ମିଳିବନି, ତୁମକୁ କିଛି ନା କିଛି ମାର୍କ ସେଠି ନିହାତି ଭାବରେ ମିଳିବ। ତାପରେ ପରବର୍ତ୍ତୀକୁ ଯିବା। ମୋର କଲ୍ୟାଣ ଗ୍ରହଣ କରିବୁ, ଯେହେତୁ ସେ ତମଠୁ ବୟସରେ ସାନ, ତୁମେ ତାକୁ ସେଇ ଅନୁସାରେ ସେଲ୍ୟୁଟେସନ, ଯୋଉଟା ଆମର ଇଂରାଜୀରେ କୁହାଯାଏ, ଆମେ କେମିତି ତାକୁ ସମ୍ବୋଧନ କରିବା, ବଡ ହୋଇଥିଲେ କଣ କହିବା, ସାନ ହୋଇଥିଲେ କଣ କହିବା, ସେଇ ହିସାବରେ ରଖିବା ଅଛି। ମୋର କଲ୍ୟାଣ ଗ୍ରହଣ କରିବୁ, ବାପା ମାଙ୍କୁ ମୋର ପ୍ରଣାମ ଜଣାଇଦେବୁ, ତୋର ଚିଠି ପାଇ ମତେ ବିଶେଷ ଆନନ୍ଦ ଲାଗିଲା। ହେଲା, ଏତିକି ଲେଖିକି ପିଲାମାନେ ତୁମେ କଣ କର, ଆର ପାରାଗ୍ରାଫକୁ ପଳେଇ ଯାଅ। କିନ୍ତୁ ଆର ପାରାଗ୍ରାଫକୁ ଯିବାର ନାହିଁ, ଆଉ କିଛି ଯଦି ରଖିବାର ଅଛି। କଣ? ତୁ ଗୀତ ବୋଲି ପ୍ରଥମ ହୋଇଥିବାରୁ ତତେ ମୋର ପୁରସ୍କାର ଦେବାଟା ବାକି ରହିଲା। ଟିକେ ଭଲ ଭାବରେ ତାକୁ ଲେଖିବାକୁ ଚେଷ୍ଟା କରିବ, ଆଉ ଟିକେ ଆକର୍ଷଣୀୟ ଢଙ୍ଗରେ ପତ୍ର ଲେଖିପାରିବ। ଆଜିକାଲି ପିଲାମାନେ ତୁମେ ପତ୍ର ଲେଖୁନ, ତେଣୁ ଜାଣିପାରୁନ, କିନ୍ତୁ ଆମ ବୟସରେ ଯେତିକି ଅଛନ୍ତି ସମସ୍ତେ ପତ୍ର ଲେଖିବାର ଶୈଳୀ ଜାଣିଛନ୍ତି। ତାକୁ ଆକର୍ଷଣୀୟ କରିବାର ଅଛି। କଣ ଏଇଟା ଆକର୍ଷଣୀୟ କରାହେଇଛି? ଦେଖ, ତୁ ଗୀତ ବୋଲି ପ୍ରଥମ ହୋଇଥିବାରୁ ତତେ ମୋର ପୁରସ୍କାର ଦେବାଟା ବାକି ରହିଲା। ପରୀକ୍ଷା ପରେ ଘରକୁ ଗଲେ ତାହା ନିଶ୍ଚୟ ପାଇବୁ। ଯେଉଁ ଗଣତନ୍ତ୍ର ଦିବସରେ ଗୀତ ବୋଲି ତୁ ସମସ୍ତଙ୍କ ମନକୁ ଛୁଇଁ ପାରିଛୁ, ଆମ ବିଦ୍ୟାଳୟରେ ସେହି ଗଣତନ୍ତ୍ର ଦିବସଟି କିପରି ପାଳିତ ହୋଇଥିଲା ସେ ବିଷୟରେ ମୁଁ ଲେଖୁଛି। ଦେଖ କେତେ ସୁନ୍ଦର ଉପସ୍ଥାପନ କରାଗଲା। ପଢିବା ପାଇଁ ଗୋଟେ ଆକର୍ଷଣୀୟ, ମାନେ ମନେ ରଖ, ପତ୍ର ଲିଖନ ଆକର୍ଷଣୀୟ ହେବା ନିହାତି ଆବଶ୍ୟକ। କୋଉ ସ୍କୁଲ କିଛି କହିବାକୁ ଚାହୁଁଛ କି? ସାହାଜ ବାହାଲ କିଛି କହିବାକୁ ଚାହୁଁଛ କି? ତାର ଯଦି କହିବାର ନାହିଁ, ପିଲାଠୁ ମାଇକ୍ରୋଫୋନ ଟା ଇଏ କରିକି ରଖିଦିଅନ୍ତୁ, ସାଇଡ କରିକି ରଖିଦିଅନ୍ତୁ, ଡିଷ୍ଟର୍ବ ହଉଛି। ତାପରେ ଏବେ କଣ କରିବା ପିଲାମାନେ? ମୁଖ୍ୟ ପାରାଗ୍ରାଫକୁ ଆସିବା, ମୁଖ୍ୟ ଅନୁଚ୍ଛେଦକୁ ଆସିବା। ଏଠି ଆମକୁ କଣ ଲେଖିବାର ଅଛି? ଉତ୍ସବ ପାଳନ ପାଇଁ ପୂର୍ବରୁ ଆମେ ପ୍ୟାରେଡ ଅଭ୍ୟାସ ଜାରି ରଖିଥିଲେ। ଦେଖ କେତେ ସୁନ୍ଦର ଉପସ୍ଥାପନ କରାଯାଇଛି। ଉତ୍ସବ ପାଳନ ପାଇଁ ପୂର୍ବରୁ ଆମେ ପ୍ୟାରେଡ ଅଭ୍ୟାସ ଜାରି ରଖିଥିଲୁ। ଦିବସର ଠିକ ପୂର୍ବ ଦିନ ବିଦ୍ୟାଳୟକୁ ରଙ୍ଗୀନ କାଗଜ ଦେବଦାରୁ ପତ୍ରରେ ସଜାଇଥିଲୁ। ଫାଟକ ସାମ୍ନାରେ 2ଟି କଳସ ରଖି 2ଟି କଦଳୀ ଗଛ ପୋତିଥିଲୁ। ତୋରଣର ଉପରି ଭାଗରେ ସ୍ୱାଗତଂ ଲେଖା ଯାଇଥିଲା, ଯାହା ଚିକ୍ ଚିକ୍ ଦେଖାଯାଉଥିଲା। ଏଇଟା କଣ କରାଗଲା ନା, ଉତ୍ସବ ପାଳନ ପାଇଁ ତମେ କଣ ସବୁ ଆୟୋଜନ କରିଥିଲ ସେଇଟାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଗଲା।
ହେଲା। ତାପରେ ଦେଖ କଣ ହେଲା, ତୋରଣର ସାଜସଜ୍ଜାରୁ ଉତ୍ସବର ମହତ୍ଵ ଗାମ୍ଭୀର୍ଯ୍ୟ ବେଶ ବାରି ହୋଇ ପଡୁଥିଲା। ଏବେ ତୁମେ ଗଣତନ୍ତ୍ର ଦିବସରୁ କଣ ଶିଖିଲ, କଣ ଜାଣିଲ, ସେଇଟା ପତ୍ରରେ ଲେଖିବା ନିହାତି ଆବଶ୍ୟକ। କିଛି ନୀତିମୂଳକ ରହିବାର ଅଛି, ଏମିତି ଖାଲି ବର୍ଣ୍ଣନା ଭଲ ଲାଗିଲା ଲେଖିବାର ନାହିଁ। କଣ ନା ଶିକ୍ଷକ ବର୍ଗ, ପ୍ରଧାନ ଶିକ୍ଷକ ଓ ସମସ୍ତ ଛାତ୍ରଛାତ୍ରୀ ବଡି ଭୋରରୁ ଆସି ପହଞ୍ଚିଲୁ। ଠିକ୍ 7টাରେ ଆମର ପ୍ରଧାନ ଶିକ୍ଷକ ଜାତୀୟ ପତାକା ଉତ୍ତୋଳନ କଲେ ଏବଂ ଆମେ ପିଲାମାନେ ଶୃଙ୍ଖଳିତ ଭାବେ ଜାତୀୟ ସଙ୍ଗୀତ ଗାନ କଲୁ। ଗଣତନ୍ତ୍ର ଦିବସ ପ୍ରକୃତରେ ନିଜ କର୍ତ୍ତବ୍ୟକୁ ମନେ ପକେଇବାର ଦିବସ। ଏଇଠୁ ଦେଖ ପିଲାମାନେ, ଏଇଠୁ ଦେଖ, ଏଇଟା ହଉଛି ସବୁଠୁ ଜରୁରୀ ଜିନିଷ। ଏଇଠୁ ଦେଖ, ଗଣତନ୍ତ୍ର ଦିବସ ପ୍ରକୃତରେ ନିଜ କର୍ତ୍ତବ୍ୟକୁ ମନେ ପକେଇବାର ଦିବସ। ପ୍ରଧାନ ଶିକ୍ଷକ ସମ୍ବିଧାନ ପ୍ରଣୟନ। ତମେ ଏଠି ଖାଲି ସ୍ୱାଧୀନତା ସଂଗ୍ରାମୀ ଉପରେ କହିଲେ ହବନି, ଗଣତନ୍ତ୍ର ଦିବସର ଉଦ୍ଦେଶ୍ୟ ଅଲଗା, ସେଥିପାଇଁ ପରୀକ୍ଷାରେ ପ୍ରଶ୍ନ ପଡିଛି। ତ ସମ୍ବିଧାନ ପ୍ରଣୟନ, କାର୍ଯ୍ୟକାରୀ ତଥା ଦେଶଭକ୍ତ ସଂଗ୍ରାମୀଙ୍କର ସମ୍ପର୍କରେ ଭାବପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ଆଜିର ଅପରାଧ ପ୍ରବଣତାକୁ ରୋକିବା ପାଇଁ ସମ୍ବିଧାନର ଭୂମିକା ଓ ଛାତ୍ରଛାତ୍ରୀଙ୍କର କର୍ତ୍ତବ୍ୟକୁ ଭଲ ଭାବରେ ବୁଝାଇଥିଲେ। ତ ଯୋଉଟା ତମେ ଶିଖିଛ, ତମ ଭଉଣୀ ପାଖକୁ ପତ୍ର ଲେଖୁଛ, ସେ ବି ଶିଖିବ ହେଲା। ସଭା ସାଙ୍ଗ ହେବା ପରେ ମିଷ୍ଟାନ୍ନ ବଣ୍ଟନ କରାଗଲା। ଯେଉଁମାନେ ଏତେ କଷ୍ଟ ସ୍ୱୀକାର କରି ଆମ ପାଇଁ ସ୍ୱାଧୀନତା ଦେଇଗଲେ, ଆମେ ସେମାନଙ୍କ ପାଇଁ କିଛି କରିନାହୁଁ, ଅନ୍ୟ ପକ୍ଷରେ ସେମାନଙ୍କର ସ୍ୱପ୍ନକୁ ଧ୍ୱଂସ କରି ଚାଲୁଛୁ। ତ କର୍ତ୍ତବ୍ୟ ବୋଧ ଏଥିରେ ଆସିଲା, ତ କିଛି ଶିଖିବାର ଅଛି ସେଥିରୁ। ବାସ୍ତବିକ ଲିଜା, ଆମେ ସ୍ୱାଧୀନ ଭାରତୀୟ ବୋଲାଇବାକୁ ହେଲେ ଅନେକ କର୍ତ୍ତବ୍ୟ କରିବାକୁ ହେବ। ହଉ, ତୁ ଭଲ ଭାବରେ ପଢାପଢି କରିବୁ, ବାପା ମାଙ୍କର କଥା ମାନି ଚଳିବୁ। କେତେ ନୀତିପୂର୍ଣ୍ଣ ରହିଲା ଦେଖ। ଏଇଭଳିଆ ତମକୁ ପତ୍ର ଲେଖିବାର ଅଛି। ତାପରେ ଇତି, ତୋର ବଡ ନାନୀ ପୂଜା, ତୁମ ନିଜ ନାଁ ଲେଖିଲ। ସେଇଠି ତୁମେ ତାଠୁ ବୟସରେ ବଡ, ତେଣୁ ତୁମେ ଏଇ ପ୍ରକାର ସମ୍ବୋଧନ କଲ। ଏବଂ ତାପରେ ଠିକଣା ବାକ୍ସ, ପିଲାମାନେ ଏଇଠି ମାର୍କ ରହିଛି, ଡାକ ଟିକଟ, ଏଇଭଳିଆ ତମକୁ ପୁରା ଲେଖିବାର ଅଛି। ଠିକଣା ବାକ୍ସ, ପ୍ରେରକ, ଗ୍ରାହକ, ଏଠି ରହିବ କଣ ରହିବ, ନାମ, ଏଇଠି ନାମ, ଗ୍ରାମ, ପୋଷ୍ଟ, ଜିଲ୍ଲା, ପିନ୍। ଅନେକ ସମୟରେ ପିଲାମାନେ ପିନ୍ ନମ୍ବର ଛାଡି ଦିଅନ୍ତି। ଏବେଠାରୁ ନିଜ ପାଇଁ 4ଟା ଠିକଣା ରେଡି କରିକି ରଖ। ଏବଂ ହଷ୍ଟେଲର ଗୋଟେ, ଘରର ଗୋଟେ, ତୁମେ କାହା ଘରେ ରହିକି ପଢୁଛ, ଏବଂ ଯାହାକୁ ତୁମେ ଗ୍ରାହକ ପାଇଁ ମଧ୍ୟ ଠିକଣା ରେଡି କରିକି ରଖ। ଏବଂ ସେଥିରେ ତୁମେ ନିଜର ନାଁ ପୁରେଇଲ, ନାମ, ଗ୍ରାମ, ପୋଷ୍ଟ, ଜିଲ୍ଲା, ପିନ୍ ନମ୍ବର, ଏତିକି ଯଦି ତୁମେ ଲେଖିଲ, ଏଠି ଠିକଣା ଲେଖିଛ ଏବଂ ଡାକ ଟିକଟ ଲେଖିଛ, ଗ୍ରାହକ, ପ୍ରେରକ ଲେଖିଛ, ପିନ୍ ନମ୍ବର ଯଦି ଦେଇଛ, ହେଲେ ପିଲାମାନେ ତୁମେ ଏଠି ଉପଯୁକ୍ତ ମାର୍କ ପାଇବ। ତ ଇଏ ରହିଲା ଆମର ପତ୍ର ଲିଖନ। ପତ୍ର ଲିଖନ ଆମେ ଆରଥରକୁ ନିଶ୍ଚିତ ଆଗକୁ ଚିନ୍ତା କରିବା, ବାକି ବିଷୟ ଉପରେ ବି ଆଲୋଚନା କରିବା। ଏବଂ ଆଜି ତୁମେ ଯାହା ଶିଖିଲ ସେଇ ହିସାବରେ ତୁମେ ପତ୍ର ଲେଖିବା ଅଭ୍ୟାସ କର ଏବଂ ନିଜ ପାଇଁ ଆଡ୍ରେସ ମଧ୍ୟ ଠିକ ଭାବରେ ସଜାଡ଼ିକି ରଖ, ଯୋଉ ଦ୍ୱାରା ପରୀକ୍ଷା ହଲକୁ ପ୍ରବେଶ କରିବା ମାତ୍ରେ ତୁମର ସମୟ ନଷ୍ଟ ହେବନି ଏବଂ ତୁମେ ଖୁବ ସହଜରେ ଆଡ୍ରେସ ମଧ୍ୟ ନିର୍ଭୁଲ ଲେଖିପାରିବ। ଆଜି ଆମେ ଆଲୋଚନା କଲେ ଯୋଉ ଆମର ସବଜେକ୍ଟିଭ ପ୍ରଶ୍ନପତ୍ରରେ ଯୋଉ ସବୁ ପ୍ରଶ୍ନ ଆମେ ଆଲୋଚନା କଲେ, ଆମେ ଶିକ୍ଷକ ମାନଙ୍କୁ ମଧ୍ୟ ଅନୁରୋଧ କରୁଛୁ ଯେ ପିଲାମାନଙ୍କୁ ସେଇଟା ଟିକେ ଲିଖିତ ଅଭ୍ୟାସ କରାନ୍ତୁ। ଆଉ ହାତରେ ମାତ୍ର 19 ଦିନ ରହିଲା, ୟା ଭିତରେ ବି ଯଦି ପିଲା ଚେଷ୍ଟା କରିବେ, ଭଲ କରିବେ। ଆଉ କିଛିଟା ଜିନିଷ ଯେ କେମିତି କ୍ୱାଲିଟି ଇମ୍ପ୍ରୁଭ ହବ, ଗୋଟେ ପ୍ରଶ୍ନ ଉତ୍ତର ଲେଖିଲେ ସବଜେକ୍ଟିଭ ପାର୍ଟରେ ତାର କ୍ୱାଲିଟି ଇମ୍ପ୍ରୁଭ କରିବାର କଥା ରହିଛି। ଏବଂ ପିଲା ଯେମିତି କୌଣସି ପ୍ରଶ୍ନକୁ ପୁରା ଛାଡ଼ି ଦେବେନି, କାରଣ ସବଜେକ୍ଟିଭ ପ୍ରଶ୍ନ ବି ଅବଜେକ୍ଟିଭ ୱେରେ ମାର୍କିଂ ହେଉଛି, ତେଣୁ ସେଇ ହିସାବରେ ପିଲାଙ୍କୁ ଟିକେ ପ୍ରସ୍ତୁତ କରିବାକୁ ପଡିବ। କଣ କଣ ତଥ୍ୟ ଲେଖିଲେ, ବାକ୍ୟ ନ ବନେଇ ପାରିଲେ ବି ପିଲା ସେଠି ମାର୍କ ପାଇବେ, ତା ଉପରେ ଟିକେ ପିଲାମାନେ ଧ୍ୟାନ ଦେବ। ଏବଂ ଆମେ ଆଶା କରୁଛୁ ଯେ ତୁମେ ନିଶ୍ଚିତ ଭାବରେ ବହୁତ ଭଲ ଭାବରେ ଅଭ୍ୟାସ ଜାରି ରଖିବ। ତ ଆଜି ପାଇଁ ଏତିକି, ଆଉ ସମସ୍ତଙ୍କୁ ଶୁଭେଚ୍ଛା। ଆଗକୁ ମଧ୍ୟ ଭଲ ଭାବରେ ପରୀକ୍ଷା ପାଇଁ ଅଭ୍ୟାସ ଜାରି ରଖିବ।